ସ୍ୱାଗତଂ ନମସ୍କାର ସମସ୍ତଙ୍କୁ ସୁସ୍ୱାଗତମ ଆଜିର ଦିବ୍ୟ ସଂଯୋଗ ଶ୍ରେଣୀକୁ ମୁଁ ସମସ୍ତଙ୍କ ହୃଦୟ ସହିତ ଇନଭାଇଟ୍ କରୁଛି, ସ୍ୱାଗତ ଜଣାଉଛି। ଆଶା କରୁଛି ସମସ୍ତେ ଏକଦମ ସ୍ଥିର ମସ୍ତିଷ୍କରେ ଆଧ୍ୟାତ୍ମିକ ଚେତନାର ସହିତ ଆମେ ଏହି ଦିବ୍ୟ ସଂଯୋଗ ଶ୍ରେଣୀକୁ ଉପଭୋଗ କରିବା। ଯେତିକି ପାରୁଛନ୍ତି ଭିଡ଼ିଓ ଅନ୍ କରିଦିଅନ୍ତୁ, ଭଲ ଲାଗିବ କ୍ଲାସ୍। ବହୁତ କମ୍ ଜଣ ଆଜି ଅଛନ୍ତି, କିଛି ଅସୁବିଧା ନାହିଁ, ବହୁତ ବଢ଼ିଆ। ଚାଲନ୍ତୁ ଆଜି ଆମେ ପୁଣି ଗୋଟେ ଟପିକକୁ ଆଲୋଚନା କରିବା। କି ଆମେ ଏବେ ଚାଲିଛି ଗୋଟେ ସିରିଜ। ଆମର ଗୋଟେ ସିରିଜ ଚାଲିଛି ଏବେ, ଯେ ଚିରଞ୍ଜୀବୀ ମାନଙ୍କ ବିଷୟରେ କହୁଛନ୍ତି। ସପ୍ତ ଚିରଞ୍ଜୀବୀଙ୍କ ବିଷୟରେ ଆମେ ଧୀରେ ଧୀରେ ଆସିଲେଣି। ଏଇ ଆମେ ବର୍ତ୍ତମାନ ଜାଣିବା, ରାଜା ବଳି ପର୍ଯ୍ୟନ୍ତ ଗଲା ଥର ଥିଲା ନା। ଆଜି ଆମେ ଜାଣିବା ଆ ଆଉ ଜଣେ ଚିରଞ୍ଜୀବୀ ହେଉଛନ୍ତି ବିଭୀଷଣ। ବିଭୀଷଣ ହେଉଛନ୍ତି ଆପଣଙ୍କର ତ୍ରେତୟା ଯୁଗରେ ତାଙ୍କର ଜନ୍ମ, ତ୍ରେତା ଯୁଗରେ। ଏବଂ ବିଭୀଷଣ କେମିତି ଚିରଞ୍ଜୀବୀ ହେଲେ, କ'ଣ କ'ଣ ତାଙ୍କର ବିଶେଷତ୍ୱ, ତା ବିଷୟରେ ଆଜି ଆମେ କିଛି ଆଲୋଚନା କରିବା। ତେବେ ମୋଟାମୋଟି ଭାବରେ ଦେଖିଲେ ବିଭୀଷଣ ହେଉଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି, ରାବଣଙ୍କ ଭାଇ। ବିଭୀଷଣ ହେଉଛନ୍ତି ବିଶ୍ରବା ଋଷିଙ୍କ ପୁତ୍ର ଏବଂ ତାଙ୍କ ମାଙ୍କ ନାଁ ହେଲା କେକସୀ। ଓକେ, ତ ସମସ୍ତେ ବିଭୀଷଣଙ୍କୁ ଜାଣନ୍ତି କି ଗୋଟେ ନେଗେଟିଭ ଶବ୍ଦରେ ବିଭୀଷଣଙ୍କୁ ସମସ୍ତେ ଜାଣନ୍ତି। ଯାହା ଘରେ ଯଦି କିଛି ଆପଣଙ୍କ ପରିବାର ଭିତରେ କିଛି ଘଟୁଛି, ପରିବାର କୌଣସି ଛିଦ୍ର ବାହାରେ କିଏ କହୁଛି, ଆମେ ତାକୁ ସିଧା ବିଭୀଷଣ ଚରିତ୍ର ସହିତ ତୁଳନା କରିଦିଅନ୍ତି। ବା କୌଣସି ସଂଗଠନରେ, କୌଣସି ଅନୁଷ୍ଠାନରେ ଯଦି ଅନୁଷ୍ଠାନର କଥା ବାହାରେ କୋଉଠି ପ୍ରକାଶ ପାଏ, ତାହେଲେ ଏ ଅନୁଷ୍ଠାନର ବିଭୀଷଣ କିଏ ଅଛନ୍ତି ବୋଲି ଆମେ ଖୋଜିଥାନ୍ତି। ସାଧାରଣତଃ ବିଭୀଷଣକୁ ଏଇଭଳି ଏ ଚରିତ୍ର ଭାବରେ ଆମେ ନେଇଥାନ୍ତି। କିନ୍ତୁ ବାସ୍ତବରେ ଯଦି ଦେଖିବା, ତାହେଲେ ବିଭୀଷଣ ଚରିତ୍ରଟି ଏକ ସୁନ୍ଦର ଚରିତ୍ର, ଏକ ସଚ୍ଚା ଚରିତ୍ର, ଯାହାକୁ କୁହାଯାଏ ଏକ ଆଧ୍ୟାତ୍ମିକ ଚେତନାର ଚରିତ୍ର, ଯିଏକି ନ୍ୟାୟର ଏକ ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ବିଭୀଷଣଙ୍କୁ ନିଆଯାଏ। ଦେଖନ୍ତୁ, କୁହାଯାଏ କି ଯେତେବେଳେ ଯୁଦ୍ଧ ସମୟ ଚାଲିଛି, ଯୁଦ୍ଧ ସମୟ ଚାଲିଲା ବେଳେ ଯେତେବେଳେ ବିଭୀଷଣ କୁମ୍ଭକର୍ଣ୍ଣଙ୍କୁ ଉଠେଇଛନ୍ତି, ଏଇ ରାଜା ରାବଣ ଲଙ୍କେଶ୍ୱର କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠେଇଛନ୍ତି ଯୁଦ୍ଧ ପାଇଁ। ବହୁ ଜଣ ସୈନ୍ୟ ସାମନ୍ତ ମରିଗଲେଣି। କୁମ୍ଭକର୍ଣ୍ଣକୁ ଯେତେବେଳେ ନିଦ୍ରାରୁ ଉଠେଇଛନ୍ତି, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଲା ପରେ ରାବଣ ତାଙ୍କୁ ଆଦେଶ ଦେଇଛନ୍ତି, ଯାଅ ଯୁଦ୍ଧ କର। କୁମ୍ଭକର୍ଣ୍ଣ ରାବଣଙ୍କର ତିନୋଟି, ଏମାନେ ତିନି ଭାଇ, ରାବଣ, କୁମ୍ଭକର୍ଣ୍ଣ ଏବଂ ବିଭୀଷଣ। ବିଭୀଷଣ ହେଉଛନ୍ତି ଛୋଟ। ତେଣୁ କୁମ୍ଭକର୍ଣ୍ଣ ରାବଣଙ୍କୁ କହିଛନ୍ତି ଯେ ଲଙ୍କେଶ୍ୱର, ଯାହା ଆପଣ ଯୁଦ୍ଧ ପାଇଁ ପଠାଉଛନ୍ତି, ମୁଁ ତ ଯୁଦ୍ଧକୁ ଯିବି ନିଶ୍ଚୟ, କିନ୍ତୁ ଏହା ହେଉଛି ଅଧର୍ମ ଯୁଦ୍ଧ। ଏହା ଅଧର୍ମ ଯୁଦ୍ଧ। ଆପଣ ପର ସ୍ତ୍ରୀଟାକୁ ଧରି ଆଣିକି ଯୋଉ ରଖିଛନ୍ତି, ଏହା ଆକ୍ଚୁଆଲି ଅଧର୍ମ। କିନ୍ତୁ ମୁଁ ଅଧର୍ମ ଯୁଦ୍ଧକୁ ମଧ୍ୟ ମୁଁ ଯିବି, ଆପଣଙ୍କ ଆଦେଶ କ୍ରମେ ମୁଁ ଯିବି। ଯୁଦ୍ଧକୁ ଯାଇଛନ୍ତି, ଜାଣିଛନ୍ତି କି ନିଶ୍ଚିତ ବି ମୋର ମୃତ୍ୟୁ ହେବ, ଜାଣିଛନ୍ତି ଏବଂ ଯୁଦ୍ଧକୁ ଯାଇଛନ୍ତି। ଯେତେବେଳେ ନିଦ୍ରା ଉଠିକି ଯୁଦ୍ଧକୁ ଯିବା ପାଇଁ ପ୍ରୟାସ କରୁଛନ୍ତି, ଆରମ୍ଭ କରୁଛନ୍ତି ଯୁଦ୍ଧକୁ ଯିବା ପାଇଁ, ସେତେବେଳେ ବିଭୀଷଣ ପହଞ୍ଚିଛନ୍ତି କାହା ପାଖରେ? କୁମ୍ଭକର୍ଣ୍ଣଙ୍କ ନିକଟରେ ପହଞ୍ଚିଛନ୍ତି ବିଭୀଷଣ। এই ବୃତ୍ତାନ୍ତ ଆପଣମାନେ ଜାଣିଥିବେ। ଏବଂ କୁମ୍ଭକର୍ଣ୍ଣଙ୍କୁ ଆସିକି ଅନୁରୋଧ କରିଛନ୍ତି ଯେ, ହେ ଭ୍ରାତା, ହେ ବଡ଼ ଭାଇ, ଅଗ୍ରଜ, ଆପଣ ଅଧର୍ମ ଯୁଦ୍ଧ କରନ୍ତୁ ନାହିଁ, ଏହା ନିଶ୍ଚିତ ଭାବରେ ଅଧର୍ମ। ଆଉ ପର ସ୍ତ୍ରୀକୁ ଧରିକି ଆଣିକି ସେ ଜଣେ ଆମ ଲଙ୍କାକୁ ଧ୍ୱଂସ କରିବା ପାଇଁ ଏକ ବାଟ ଖୋଜିଛନ୍ତି, ଆମ ଭାଇ ରାବଣ। ମୁଁ ତାଙ୍କୁ ବହୁତ ବୁଝେଇଲି, କିନ୍ତୁ ସେ ବୁଝିଲେ ନାହିଁ। ବହୁତ ଅନୁରୋଧ କଲି, ସେ କୌଣସି ଅନୁରୋଧ ରକ୍ଷା କଲେ ନାହିଁ। ଅତଏବ ଆପଣ ଯୁଦ୍ଧକୁ ଯାଆନ୍ତୁନି। ସେଇଠି ବିଭୀଷଣ ଏବଂ କୁମ୍ଭକର୍ଣ୍ଣ ଭିତରେ ଧର୍ମ ଚର୍ଚ୍ଚା ଚାଲିଛି। ଧର୍ମ କ'ଣ? ନ୍ୟାୟ କ'ଣ? ଧର୍ମ କାହାକୁ କୁହାଯାଏ? ତୁ କ'ଣ ବୁଝିଛୁ? ଏମିତି ବିଭିନ୍ନ ପ୍ରକାର ଉଭୟଙ୍କ ଭିତରେ ଆଲୋଚନା ଚାଲିଛି। ଆଲୋଚନାରେ ଯେତେବେଳେ ଆଗକୁ ଯାଇପାରନ୍ତି ନାହିଁ କୁମ୍ଭକର୍ଣ୍ଣ,
ଧର୍ମଚର୍ଚ୍ଚାର ଆଲୋଚନାରେ ପାଦେ ଆଗରେ ରହନ୍ତି ବିଭୀଷଣ। ସେତେବେଳେ କୁମ୍ଭକର୍ଣ୍ଣ କହନ୍ତି ଯେ ହେ ଭ୍ରାତା ସାନ ଭାଇ, ତୁ ମତେ ତୋର ଜ୍ଞାନ ବଳରେ ମତେ ମତେ ଭ୍ରମ କରାଅନା। ତୁ ଯେତେ ବି ଜ୍ଞାନୀ ହେଇପାରୁ, ଯେତେ ବି ବୁଦ୍ଧିମାନ ହେଇପାରୁ, ତୁ ଯେତେ ବି ରାମ ଭକ୍ତ ହେଇପାରୁ, ଯେତେ ବି ଆଧ୍ୟାତ୍ମିକ ଚେତନା ଭିତରେ ବି ଯାଇପାରୁ, ଧର୍ମର ପକ୍ଷରେ ତୁ ଯାଇପାରୁ, ମୁଁ ହୁଏତ ଧର୍ମ ଅଧର୍ମ ପକ୍ଷରେ ରହିପାରେ, ମାତ୍ର ଭାଇକୁ ଯଦି ଆମେ ବୁଝେଇଲେ ବୁଝେଇଲେ ବି ତଥାପି ଭାଇ ବୁଝିଲାନି ଏବଂ ଭାଇକୁ ଛାଡ଼ିକି ଆମେ ଯେତେବେଳେ ଚାଲି ଯାଉଛନ୍ତି, ପରିବାରରୁ ଅନ୍ୟତ୍ର ଚାଲି ଯାଉଛନ୍ତି, ସେତେବେଳେ ସେହି କାରଣ ଯୋଗୁଁ ତୁ ଯେତେ ଧର୍ମର ଅନୁସରଣ କଲେ ବି ତୋ ନାଁରେ ଗୋଟେ କଳଙ୍କ ଲାଗିବ। ଆଗାମୀ ପିଢ଼ିମାନେ ତାଙ୍କର ସନ୍ତାନମାନଙ୍କୁ ବିଭୀଷଣ ନାଁ ଦେବେ ନାହିଁ ବୋଲି କହିଥିଲେ। କିଏ? କୁମ୍ଭକର୍ଣ୍ଣ। କିନ୍ତୁ ବିଭୀଷଣ ନାଁ ଏବେ ଦଉଛନ୍ତି ଚାରିଆଡେ। ଆପଣ ଜାଣିଥିବେ ବହୁତ ବିଭୀଷଣ ଅଛନ୍ତି, ନା ବିଭୀଷଣ ନାମଧାରୀ ବ୍ୟକ୍ତି ଅଛନ୍ତି। କେହି ନାଁ ଦେବେ ନାହିଁ। ଯେତେବେଳେ ବି ନାମକରଣ କରିବା ପାଇଁ ଶିଶୁମାନଙ୍କର ଯିବେ, ବିଭୀଷଣ ନାମକରଣ କଲେ ତାଙ୍କର ଯୋଉ ଆଚାର୍ଯ୍ୟ, ତାଙ୍କର ଗୁରୁ, ତାଙ୍କର ଶିକ୍ଷକ କି ଯଦି ଘରରେ ଅଛନ୍ତି ବୟୋଜ୍ୟେଷ୍ଠ ଜ୍ଞାନୀ ଗୁଣୀ ଲୋକ, ସେ କହିବେ ଏଇ ନାଁ ଦେବୁ, ଏଇ ନାଁ କଣ ପାଇଁ ଦେବୁ, ଏଇ ନାଁ ଦେ ନା, ମନା କରିବେ। ଆଉ ଏଇଟା ତୋ ପାଇଁ ହବ, କାରଣ ତୁ ହଉଛୁ ଭାଇଙ୍କ ଠାରୁ ଅଲଗା ଯାଇଛୁ। କୁହାଯାଏ ଯଦି କ୍ଷୀର ଖାଇବାର ଅଛି ସାଙ୍ଗରେ ରଖିବ ଗାଈ, ଯଦି କୋଉଠି କଳି କରିବାର ଅଛି ସାଙ୍ଗରେ ରଖିବ ଭାଇ। କିନ୍ତୁ କଳି ସମୟରେ, ଏତେ ବଡ଼ ଯୁଦ୍ଧ ସମୟରେ ତୁ ଭାଇର ସହାୟତା ନ ଦେଇ ତୁ ଅନ୍ୟମାନଙ୍କର ସହାୟତା ଦେଲୁ, ତେଣୁ ତୁ କଳଙ୍କ ଲଗେଇକି ଯାଇଛୁ। ବିଭୀଷଣ ସେଠି ବୁଝେଇ ବିଛନ୍ତି ଯେ ମୁଁ ଧର୍ମ ପଟରେ ଯାଇଛି ଏବଂ ମୋର ଯିବାର ଉଦ୍ଦେଶ୍ୟ ହେଉଛି ଯେ ଭ୍ରାତା ରାବଣଙ୍କୁ ଭୁଲୁଣ୍ଠିତ କରିବା ପାଇଁ ଉଦ୍ଦେଶ୍ୟ ମୋର ନୁହଁ। ମୋର ଉଦ୍ଦେଶ୍ୟ ହେଉଛି ଯେ ବଡ଼ ଭାଇ ରାବଣଙ୍କୁ ଯେତେବେଳେ ବହୁତ କାକୁତି ମିନତି କରିକି ବହୁତ କଥା ଗୁହାରି କଲି, ମୁଁ ଯେ ଅଧର୍ମ ଭାଇ ଯୋଉ ସୀତା ମାତାଙ୍କୁ ଆପଣ ଧରି ଆଣିଛନ୍ତି ତାଙ୍କୁ ଫେରାଇ ଦିଅନ୍ତୁ। ଫେରିଦେଲା ପରେ ଆପଣଙ୍କର ବଡ଼ିମା ବଢ଼ିବ, ଗର୍ବ ବଢ଼ିବ, ସ୍ୱାଭିମାନ ବଢ଼ିବ। ଆପଣ କ୍ଷୁଣ୍ଣ ହେବ ନାହିଁ, କାରଣ ଆପଣ ଧର୍ମ କାମ କରୁଛନ୍ତି। ତାହା ତ ରାବଣ ବୁଝିଲେ ନାହିଁ। କିନ୍ତୁ ମତେ ବହୁତ ଅପମାନିତ କରିକି ସେ ତ୍ୟାଗ କଲେ। ତ୍ୟାଗ କଲା ପରେ ଯେତେବେଳେ ଜଣେ ଭାଇ ବାରମ୍ବାର ଅତ୍ୟାଚାର କରୁଛନ୍ତି ଏବଂ ଅତ୍ୟାଚାର ଏଭଳି ବଢ଼ି ଯାଉଛି, ତାହା ନିଜର ପ୍ରଜାବତ୍ସଳ ମାନଙ୍କ ପାଇଁ ମଧ୍ୟ ଉତ୍ତମ ନୁହଁ। ଅନ୍ୟମାନଙ୍କ ପାଇଁ କଣ ଶତ୍ରୁତା ଆଚରଣ କଲେ ତାହା ତ ଭିନ୍ନ କଥା, ମାତ୍ର ତାଙ୍କ ପ୍ରଜାବତ୍ସଳ ମାନଙ୍କ ପାଇଁ ବି ତାହା ଅନୁକୂଳ ବାତାବରଣ ନାହିଁ। ତାଙ୍କ ପ୍ରଜାବତ୍ସଳ ମାନେ ମଧ୍ୟ ବହୁତ ଶୋଷିତ ହେଉଛନ୍ତି, ବହୁତ ଅତ୍ୟାଚାରିତ ହେଉଛନ୍ତି ରାବଣଙ୍କର ଅତ୍ୟାଚାରରେ। ତେବେ ଜଣେ ନାରୀଙ୍କ ପାଇଁ ରାଜା ବଡ଼ ଭାଇ ପୁରା ଭୁଲ କରିବେ ଏବଂ ତାଙ୍କ ଅନୁଜ ଭାବରେ ସାନ ଭାଇ ଭାବରେ ଆମେ ସେଇ ଭୁଲକୁ ସମର୍ଥନ କରିବା ଏବଂ ମୋଟାମୋଟି ଭାବରେ ଗୋଟେ ରାଜ୍ୟକୁ ଆମେ ଧ୍ୱଂସ କରିଦେବା ଜଣେ ନାରୀଙ୍କ ପାଇଁ, ଏଇଟା କେତେ ଦୂର ସମୀଚୀନ? ଏ କଥା ଦଶରଥ ପଚାରିଛନ୍ତି କୁମ୍ଭକର୍ଣ୍ଣଙ୍କୁ। କୁମ୍ଭକର୍ଣ୍ଣ କାନ୍ଦି ପକେଇଛନ୍ତି। କାନ୍ଦି କାନ୍ଦି କୋହ ଜର୍ଜରିତ ହେଇକି କହିଛନ୍ତି ବିଭୀଷଣକୁ ଯେ ବିଭୀଷଣ, ମୁଁ ଜାଣୁଛି ତୁ ଧର୍ମ ମାର୍ଗରେ ଯାଉଛୁ, କିନ୍ତୁ ମୁଁ ଜାଣିକରି ବି ତୋ ମାର୍ଗରେ ଯାଇପାରିବି ନାହିଁ ବା ଯୁଦ୍ଧକୁ ଅଟକାଇ ପାରିବି ନାହିଁ। ମୁଁ ଯୁଦ୍ଧ କରିବି ଏବଂ ଯଦି ଆମର ଲଙ୍କା ଧ୍ୱଂସ ହେଇଗଲା, ଆମ ଭ୍ରାତାଗଣ ମାନଙ୍କର ସବୁ ମୃତ୍ୟୁ ହେଇଗଲା ବେଳେ କି ମୋର ବି ଭ୍ରାତା ରାବଣଙ୍କର ବି, ତାହେଲେ ତୋତେ ମୋର ଅନୁରୋଧ ରହୁଛି ସାନ ଭାଇ, ତୁ ଆମ ସମସ୍ତଙ୍କ ସଂସ୍କାର କର। ଏଇ କଥାଟି କୁମ୍ଭକର୍ଣ୍ଣ ବିଭୀଷଣଙ୍କୁ କହିଥିଲେ ଏବଂ ବିଭୀଷଣ ଗଲା ବେଳକୁ କୁମ୍ଭକର୍ଣ୍ଣ ପୁରା କାନ୍ଦି କାନ୍ଦି ତାଙ୍କୁ ବିଦାୟ ଦେଇଥିଲେ। ଯା ବିଭୀଷଣ ଯା, ତୋ ରାସ୍ତାରେ ଯା, ତାକୁ ବିଦାୟ ଦେଇଛି। ବାସ୍ତବିକ ଭାବରେ ଆମେ ଯେତେବେଳେ ବିଭୀଷଣ ଚରିତ୍ରକୁ ଦେଖୁଛନ୍ତି, ବିଭୀଷଣ ଚରିତ୍ର ହେଉଛି ଏକ ସତ୍ମାର୍ଗର ଚରିତ୍ର, ଯିଏକି ଏତେ ପ୍ରତାପୀ ରାଜା, ନିଜର ବଡ଼ ଭାଇ
ସ୍ୱର୍ଣ୍ଣ ଲଙ୍କା ଚାହିଁଥିଲେ ବିଭୀଷଣକୁ ଅଜସ୍ର ସମ୍ପତ୍ତିର ମାଲିକ କରିପାରିଥାନ୍ତେ। ତଥାପି ବିଭୀଷଣଙ୍କ ବି ଏକ ରାଜ୍ୟ ଥିଲା, ଯୋଉ ରାଜ୍ୟର ଅଧୀଶ୍ୱର ବିଭୀଷଣ ଥିଲେ। ସମସ୍ତ ଭାଇମାନଙ୍କୁ ଗୋଟେ ଗୋଟେ ରାଜ୍ୟ ବି ଦେଇଥିଲେ ରାବଣ। ତା ସତ୍ତ୍ୱେ ମଧ୍ୟ ବିଭୀଷଣ ଅନ୍ୟାୟକୁ ବିରୋଧ କରିଛନ୍ତି, ଅନ୍ୟାୟର ପ୍ରତିରୋଧ କରିଛନ୍ତି, ଅସଂସ୍କାରର ବିରୋଧ କରିଛନ୍ତି। ଏବଂ ଏତେ ବଡ଼ ସାମ୍ରାଜ୍ୟ ଯୋଉଠି ରାବଣ ଦେବତା ମାନଙ୍କୁ ଗ୍ରହ ମାନଙ୍କୁ ନିଜ ପାଦ ତଳରେ ରଖିକି ଅତ୍ୟାଚାରିତ କରୁଥିଲା, ସେହି ସମୟରେ ବି ଜଣେ ଭାଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଏକମାତ୍ର ଭାଇ ହେଉଛନ୍ତି ବିଭୀଷଣ। ଏକମାତ୍ର ସଚ୍ଚା ନୀତି ସମ୍ପନ୍ନ ଏକ ଅଧିକାରୀ। ନୀତି ନୀତିକୁ ସେ ଛାଡ଼ି ନାହାନ୍ତି। ଏବଂ ନୀତି ଧର୍ମ ନୀତିକୁ ନେଇକି ହିଁ ପ୍ରତିଷ୍ଠିତ। ଯୋଉ ଧର୍ମ ନୀତିକୁ ନେଇକି ହିଁ ପ୍ରତିଷ୍ଠିତ, ସେଇ ନୀତିକୁ କିନ୍ତୁ ବିଭୀଷଣ ଛାଡ଼ି ନାହାନ୍ତି। ଓକେ। ଯେତେବେଳେ ଆପଣମାନେ ଜାଣିଥିବେ, ଯେତେବେଳେ ରାବଣ କୁମ୍ଭକର୍ଣ୍ଣ ଏବଂ ବିଭୀଷଣ ତିନି ଭାଇ ଯାଇକି ଘୋର ତପସ୍ୟା କଲେ। ଏମାନେ ହୁଏତ ରାକ୍ଷସ କୁଳରେ ଜନ୍ମ ହେଇଛନ୍ତି, କିନ୍ତୁ ଅନେକ ଗୁଡ଼ାଏ ଭଲ ଗୁଣ ଏମାନଙ୍କ ଭିତରେ ଥିଲା। ଯେତେବେଳେ ଏମାନେ ଯାଇକି ତପସ୍ୟା କରୁଛନ୍ତି, ଘୋର ତପସ୍ୟା କଲେ ଏବଂ ଘୋର ତପସ୍ୟା କରିକି ବ୍ରହ୍ମାଙ୍କୁ ଶିବଙ୍କୁ ସନ୍ତୁଷ୍ଟ କରିଛନ୍ତି, ସନ୍ତୁଷ୍ଟ କରିକି ବରପ୍ରାପ୍ତ କରିଛନ୍ତି। ଯେତେବେଳେ ତାଙ୍କୁ ବରପ୍ରାପ୍ତ ବର ପ୍ରଦାନ କରିବା ପାଇଁ ବ୍ରହ୍ମା ଆସନ୍ତେ ଏବଂ କୁହନ୍ତି କି କଣ ବର ମାଗିବ ମାଗ, ବର ମାଗିବା ପାଇଁ ଯେତେବେଳେ କରନ୍ତି ଆଦେଶ ଦିଅନ୍ତି, ଯେତେବେଳେ ରାବଣ ମାଗିଲା କି ଏଇ ନର ବାନର ମାନଙ୍କୁ ଏକଦମ ହୀନ ଦୃଷ୍ଟିରେ ରାବଣ ଦେଖିଥିଲା, ତେଣୁ ସେ ମାଗିଲା କି ମତେ ଏଇ ଦେବତା ମାନେ, ରାକ୍ଷସ ମାନେ, ଏଇ ଦେବଲୋକର ସବୁ ଦେବତା ଏମାନେ କେହି ଯେମିତି ପରାସ୍ତ କରି ନ ପାରିବେ, କେହି ମାରି ପାରିବେ ନାହିଁ, ମତେ ଏଇ ବର ଦିଅ। ଶକ୍ତି ମାଗିଥିଲେ ଏ ରାବଣ, ସେ ଶକ୍ତି ପ୍ରଦାନ କର ବୋଲି ମାଗିଥିଲେ, ତଥାସ୍ତୁ କହିଥିଲେ। କୁମ୍ଭକର୍ଣ୍ଣ କଣ ମାଗିଲା? କୁମ୍ଭକର୍ଣ୍ଣ ମାଗିଲା ଯେ ହେ ପ୍ରଭୁ, ମତେ ଯଦି କିଛି ଦେବା ପାଇଁ ଚାହୁଁଛ ତାହେଲେ ମତେ ପ୍ରଚୁର ଭୋଜନ ଦିଅ ଆଉ ପ୍ରଚୁର ନିଦ୍ରା ଦିଅ। ମୁଁ ଖାଲି ଖାଇବି ଆଉ ଶୋଇବି, ପ୍ରଚୁର ଖାଇବି ଆଉ ପ୍ରଚୁର ଶୋଇବି। ତଥାସ୍ତୁ। ଓକେ। ବିଭୀଷଣ ମାଗିଲେ ଯେ ହେ ପ୍ରଭୁ, ମତେ ଯିଏ ଦେବା ପାଇଁ ଚାହୁଁଛନ୍ତି ତାହେଲେ ମତେ ଭଗବାନଙ୍କ ଶରଣାପନ୍ନ କରିଦିଅନ୍ତୁ। ମୁଁ ଦିବ୍ୟ ଚେତନା, ଭଗବାନଙ୍କ ଚେତନା ଭିତରେ ରହିବା ପାଇଁ ଚାହେଁ। ଏକରେ ତ ମୁଁ ରାକ୍ଷସ କୁଳରେ ଜନ୍ମ ହେଇଛି, କିନ୍ତୁ ମୁଁ ଭଗବାନଙ୍କ ଚେତନା ସହିତ ରହିବା ପାଇଁ ଚାହେଁ, ମତେ ଏଇ ବର ଦିଅନ୍ତୁ। ତାଙ୍କୁ ବି ତଥାସ୍ତୁ କହିଲେ। ଏଇଟା ଆପଣମାନେ ଜାଣିଥିବେ। ଏବେ ଯିବା ଘଟଣା ଗୁଡାକ କେମିତି କେମିତି ଘଟିଛି। ପ୍ରଥମେ ଆମେ ଜାଣିବା କି ବିଭୀଷଣ ଅଛନ୍ତି କୋଉଠି। ଯଦି ଚିରଞ୍ଜୀବୀ ତାହେଲେ ତ୍ରେତା ଯୁଗ ପରେ ଦ୍ୱାପର ଯୁଗ ବା ଦ୍ୱାପର ଯୁଗ ପରେ କଳି ଯୁଗ, ଏବେ ଭଗବାନ କୋଉଠି ଅଛନ୍ତି, ମାନେ ବିଭୀଷଣ କୋଉଠି ଅଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଯେତେବେଳେ ଆଧ୍ୟାତ୍ମିକ ଚେତନାର କଥା ଉଠେ, ତେବେ କୁହାଯାଏ ପଞ୍ଚୁ ପାଣ୍ଡବଙ୍କ ସହିତ ଏକଦା ନକୁଳଙ୍କ ସହିତ ଭୀମଙ୍କର ସାକ୍ଷାତ ହେଇଥିଲା। କୋଉଠି? ଦ୍ୱାପର ଯୁଗରେ। ତାର ବି ଏକ କାହାଣୀ ଅଛି। ନକୁଳଙ୍କ ସହିତ ସାକ୍ଷାତ ହେଇଥିଲା ବିଭୀଷଣଙ୍କର। ଏବଂ କଳିଯୁଗର କଥା ଯେତେବେଳେ ଆରମ୍ଭ ହୁଏ, ତାଙ୍କୁ ଯେତେବେଳେ ଚିରଞ୍ଜୀବୀ ଏର ବର ପ୍ରଦାନ କରିଦିଅନ୍ତି ରାମଚନ୍ଦ୍ର, ଏବଂ କୁହନ୍ତି ପରଜନ୍ମରେ ଯେତେବେଳେ ଆସିବେ ମୁଁ ଜଗନ୍ନାଥ ବଳଭଦ୍ର ଭାବରେ ପୂଜା ପାଇବି, ସେହି ସମୟରେ ବି ତୁ ମୋର ପ୍ରଥମ ଭକ୍ତ ଭାବରେ ମୋତେ ପୂଜା କରିବୁ। ଦୈନନ୍ଦିନ, ଦିନେ ଅଧେ ନାହିଁ, ଦୈନନ୍ଦିନ ପ୍ରତିଦିନ ମୋର ପ୍ରଥମ ଭକ୍ତ। ଏଇଟା ବିଭୀଷଣକୁ ଆଶୀର୍ବାଦ ପ୍ରଦାନ କରିଥିଲେ ରାମଚନ୍ଦ୍ର। ତେଣୁ ବିଭୀଷଣ କଣ କଲେ? କୁହାଯାଏ କେହି କେହି ବିଭୀଷଣକୁ କହନ୍ତି କି ଏବେ ହିମାଳୟ ପର୍ବତରେ ବସବାସ କରିଛନ୍ତି ବିଭୀଷଣ, ଏବେ ବି ଅଛନ୍ତି। ହିମାଳୟ ପର୍ବତରେ ବେଳେ ବେଳେ ବିଚରଣ କରନ୍ତି। ଋଷି ମହାଋଷି ମାନେ ଅଛନ୍ତି ତାଙ୍କ ସହିତ
ତାଙ୍କର ସାକ୍ଷାତ ହୁଏ, କଥୋପକଥନ ହୁଏ। ଏଇ କଥା କିଛି ଲୋକ ବିଶ୍ୱାସ କରନ୍ତି। କିଛି ଲୋକ ବିଶ୍ୱାସ କରନ୍ତି ଯେ କୈଳାସ ପର୍ବତରେ ବିଭୀଷଣ ଅଛନ୍ତି। କୈଳାସ ପର୍ବତର ମହତ୍ଵ ଆପଣମାନେ ଜାଣିଛନ୍ତି, ଯୋଉଠି ସମୟର ଫଟ ପରିବର୍ତ୍ତନ ହୁଏ ନାହିଁ। ଯୋଉଠି ସମୟର ଫଟ ପରିବର୍ତ୍ତନ ହୁଏ ନାହିଁ ତାହା ହେଉଛି କୈଳାସ। ଯେହେତୁ ସମୟର ଫଟ ପରିବର୍ତ୍ତନ ହୁଏ ନାହିଁ, ସେଇ ଜାଗାରେ କାଳ ପହଞ୍ଚି ପାରେ ନାହିଁ କୈଳାସ ପର୍ବତକୁ। ତେଣୁ ସେଇ ଜାଗାରେ ବିଭୀଷଣ ଅବସ୍ଥାନ କରିଛନ୍ତି ବୋଲି କେତେକଙ୍କ ପୌରାଣିକ ମତ ରହିଛି। କେହି କେହି କହନ୍ତି ଏବେ ବି ବିଭୀଷଣ ଲଙ୍କାରେ ଅଛନ୍ତି, ଲଙ୍କାରୁ ଯିବା ଆସିବା କରନ୍ତି। ପୁରୀ ଶ୍ରୀକ୍ଷେତ୍ରକୁ ଏବଂ ଭଗବାନଙ୍କୁ ପ୍ରଥମେ ସେ ପୂଜା କରନ୍ତି। ଏକଦା କୁହାଯାଏ କି ବହୁତ ଅନୁରୋଧ କ୍ରମେ ବିଭୀଷଣ ଜଗନ୍ନାଥ ପ୍ରଭୁଙ୍କୁ ଥରେ ଲଙ୍କାକୁ ଆହ୍ୱାନ କଲେ କି ଥରେ ଲଙ୍କାକୁ ଆସନ୍ତୁ, ନିମନ୍ତ୍ରଣ କଲେ ବହୁତ ଅନୁରୋଧ କରିକି। ଏବଂ ଜଗନ୍ନାଥ ଭଗବାନ ସବୁବେଳେ ଭକ୍ତଙ୍କ ପାଇଁ ସବୁ କରିପାରନ୍ତି, କହିଦେଲେ ଯେ କି ବିଭୀଷଣ ମୁଁ ଲଙ୍କା ଯିବି, ତୋ ଘରକୁ ଯାଇକି ମୁଁ ଆସିବି। କଥା ଦେଇଦେଲେ ଜଗନ୍ନାଥ ଏବଂ ଥରେ ଲଙ୍କାକୁ ଯାତ୍ରା କରୁଛନ୍ତି ଜଗନ୍ନାଥ। ଏ ଷ୍ଟୋରି ବି ଶୁଣିଥିବେ ଆପଣ, ବହୁତ ମଜାଦାର ଷ୍ଟୋରି। ବାଟରେ ଗଲାବେଳକୁ, ଲଙ୍କା ଗଲାବେଳକୁ ବାଟରେ ଗୋଟେ ଆଶ୍ରମ ପଡେ, ଯୋଉ ଆଶ୍ରମରେ ତାଙ୍କର ଅତୀବ ଭକ୍ତ ବଳରାମ ରୁହନ୍ତି। ବଳରାମ ଆପଣମାନେ ଶୁଣିଥିବେ, ବଳରାମ ଦାସ ଯୋଉ କୁହାଯାଏ। ଥରେ ଆହାରେ ମୋ କାଳିଆ ନୀଳାଚଳ ଧାମ ଛାଡି ଚାଲିଆ। ଏଇ ଭଜନରେ ଶୁଣିଥିବେ ନା, ଡାକୁଛି ତ ଭକତ ମୋ ବଳିଆ, ବାଲି ରଥ ସଜେଇଛନ୍ତି, ରଥ ଗଡ଼ିଲାନି, ବଳରାମକୁ ତଡ଼ିଦେଲେ ଶୂଦ୍ର ବୋଲିକି ପୁରୀ ପଣ୍ଡାମାନେ। ଇଏ ଗଲା ସମୁଦ୍ର କୂଳରେ, ମହୁଦଧି କୂଳରେ ଏକ ବାଲୁକା ପ୍ରାନ୍ତରରେ ଏକ ବାଲି ରଥ ନିର୍ମାଣ କଲେ ଏବଂ ଜଗନ୍ନାଥଙ୍କ ରଥ ଗଡ଼ିଲା ନାହିଁ। ଜଗନ୍ନାଥ ସେଇ ବାଲି ରଥକୁ ଚାଲିଗଲେ। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, କଣ ହେଲା ରଥ ଗଡ଼ିଲା ନାହିଁ। ତାପରେ ଦିବ୍ୟ ବାଣୀ ହେଲା ରାଜାଙ୍କୁ, ମହାରାଜାଙ୍କୁ, ଗଜପତିଙ୍କୁ, ମୋର ଭକ୍ତଙ୍କୁ ଆଣିକି ରଥରେ ବସେଇଲେ ଯାଇକି ରଥ ଗଡ଼ିବ। ବଳରାମଙ୍କ ପାଖକୁ ଗଲେ, ବାଲି ରଥକୁ ଭଗବାନ ଜଗନ୍ନାଥ ଚାଲି ଯାଇଥିଲେ, ତାଙ୍କୁ ଆଣିକି ରଥରେ ବସେଇକି ନେଇଛନ୍ତି। ଏମିତି ଅନେକ ଷ୍ଟୋରି ଆପଣମାନେ ଜାଣିଛନ୍ତି। ସାଲବେଗ ମଧ୍ୟ ଆସିଲା ବେଳକୁ ସାଲବେଗକୁ ଅପେକ୍ଷା କରିଥାନ୍ତି, ଜଗନ୍ନାଥଙ୍କ ରଥ ଗଡ଼ି ନଥିଲା, ଏ କଥା ମଧ୍ୟ ଆପଣମାନେ ଜାଣନ୍ତି। ସାଲବେଗ ଜାତିରେ ଜାଣିଥିବେ, ଯବନ ଜାତିର, କିନ୍ତୁ ଜାତି ଧର୍ମ ନିର୍ବିଶେଷରେ ଭଗବାନଙ୍କ ନିକଟରେ ସମସ୍ତେ ସମାନ। ତାର ଏକ ସୁନ୍ଦର କାହାଣୀ ହେଉଛି ଏଇ କାହାଣୀ ଗୁଡାକ, ଯାହା ଆମ ସମାଜକୁ ଏକ ସୁଧାର ଆଣେ, ସମାଜକୁ ଏକ ସୁନ୍ଦର ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଆମକୁ ଖୋରାକ ମିଳିଥାଏ। ତ ଭକ୍ତ ବଳରାମ ଦାସଙ୍କୁ, ବଳରାମଙ୍କୁ ତାଙ୍କ ଆଶ୍ରମରୁ ଧରିକି ବଳରାମଙ୍କୁ ବି କହିଲେ, ବାଟରେ ବଳରାମଙ୍କ ଆତିଥ୍ୟ ନେଲେ ଜଗନ୍ନାଥ। ବଳରାମ ତାଙ୍କୁ ଭୋଜନ ଫୋଜନ ଦେଲେ, ଖାଇଲେ, କହିଲେ କି ମୁଁ ଲଙ୍କା ଯାଉଛି, ମୁଁ ଟିକେ ବିଭୀଷଣ ପାଖରେ ଭେଟ ହେଇକି ଆସିବି। ଜଗନ୍ନାଥ କହିଲେ, ବଳରାମ ଅନୁରୋଧ କଲେ, ଭଗବାନ ଯଦି ଆପଣଙ୍କର ଅନୁମତି ମିଳେ ତାହେଲେ ମୁଁ ମଧ୍ୟ ସାଙ୍ଗରେ ଯିବି। ଏବଂ ସେ ମଧ୍ୟ ସାଙ୍ଗରେ ବାହାରିଛନ୍ତି ଏବଂ ଲଙ୍କାକୁ ଉଭୟ ଯାତ୍ରା କରିଛନ୍ତି। ଉଭୟ ଯାଇକି ବିଭୀଷଣ ଘରେ ଆତିଥ୍ୟ ନେଲେ ଏବଂ ଆତିଥ୍ୟ ନେଇ ସାରିଲା ପରେ ବିଭୀଷଣଙ୍କ ଘରୁ ଯେତେବେଳେ ତାଙ୍କ ଘରେ ପହଞ୍ଚିଲେ, ସେଠି କୁହାଯାଏ ବିଭୀଷଣ ତାଙ୍କୁ ଏକ କଳା ମଲ୍ଲୀର ହାର ପ୍ରଦାନ କରିଥିଲେ। ଜଗନ୍ନାଥ କଳା ମଲ୍ଲୀର ହାର ପ୍ରଥମେ ପ୍ରଦାନ କରିଥିଲେ ଏବଂ ସେଇ କଳା ମଲ୍ଲୀର ହାରରେ ଏତେ ସନ୍ତୁଷ୍ଟି ଆସିଥିଲା ଭଗବାନ ଜଗନ୍ନାଥଙ୍କ ମନ ଭିତରେ, ହୃଦୟରେ, କି ସେ ଇଚ୍ଛା ପ୍ରକାଶ କରିଥିଲେ ଯେ ଏଇ କଳା ମଲ୍ଲୀ ମତେ ସବୁ ବର୍ଷ ମୋର ଘୋଷଯାତ୍ରାରେ ମତେ ମିଳିଲେ ମୁଁ ବହୁତ ଖୁସି। ଏବଂ କିମ୍ବଦନ୍ତୀ କୁହେ, ପୁରାଣ କଳ୍ପ କୁହେ, ଆଧ୍ୟାତ୍ମିକ କଳ୍ପ କୁହେ, ହିନ୍ଦୁ ମାଇଥୋଲୋଜି କୁହେ କି ପ୍ରତିବର୍ଷ ରଥଯାତ୍ରାରେ ବିଭୀଷଣ କଳା ମଲ୍ଲୀ ନେଇକି ଆସନ୍ତି ଏବଂ ଜଗନ୍ନାଥଙ୍କୁ ଭେଟି ଦିଅନ୍ତି। ଇଏ ହେଲା କାହାଣୀ। ତେବେ ଦୈନନ୍ଦିନ ଯେତେବେଳେ ଭଗବାନ ଜଗନ୍ନାଥଙ୍କୁ କଳିଯୁଗରେ ପୂଜା କରୁଛନ୍ତି କିଏ? ଆପଣଙ୍କର ବିଭୀଷଣ। ଏହାର ପ୍ରମାଣ ପାଇବା ପାଇଁ ଥରେ ଯେତେବେଳେ କୌଣସି ଏକ ଭକ୍ତ କହିଲା କି ମୁଁ ଟିକେ ଆଶ୍ଚର୍ଯ୍ୟ ଘଟଣା ଦେଖୁଛି ମନ୍ଦିର ଖୋଲିଲା ବେଳେ, ଆଉ କଣ ହେଇଛି, ଏମିତି ବହୁତ
ବିଭିନ୍ନ ପ୍ରକାର ଆ, କଥା ଉଠିଲା। କଥା ଉଠିଲା ପରେ ଦେଖାଗଲା କି ରାଜା ପ୍ରତାପ ରୁଦ୍ର ଦେବ ଥିଲେ, ଆପଣ ଜାଣିଛନ୍ତି ଇତିହାସରେ ପ୍ରତାପ ରୁଦ୍ର ଦେବ ଥିଲେ ରାଜା। ଏବଂ ପ୍ରତାପ ରୁଦ୍ର ଦେବ କହିଲେ କି ଆମେ ୟାର ଗୋଟେ କରିବା ପ୍ରମାଣ କରିବା ଯେ କିଏ ଆସୁଛି, କଣ ଶ୍ରୀମନ୍ଦିରରୁ ଚୋରି ହଉଛି କି କଣ ହଉଛି, ବିଭିନ୍ନ ପ୍ରକାର ସନ୍ଦେହ ଆସିଲା। ସମସ୍ତଙ୍କୁ ଜଗାଗଲା, ସତର୍କ କରାଗଲା ଏବଂ ଗୋଟେ ଦିନ ପୁରା ଏତେ ହାଇ ଆଲର୍ଟ ଜାରି କରାଗଲା ପୁରୀରେ ରାଜାଙ୍କ ଦ୍ୱାରା। ହାଇ ଆଲର୍ଟ ଜାରି କରାଗଲା, ଏମିତି କେହି ପ୍ରବେଶ କରିପାରିବେ ନାହିଁ। ଏବଂ ହାଇ ଆଲର୍ଟ କରାଗଲା 24 ଘଣ୍ଟା ପୁରା। ଏବଂ ପରଦିନ ସକାଳୁ ଯେତେବେଳେ ପ୍ରଭାତରୁ ଯାଇକି ଶ୍ରୀମନ୍ଦିର ଖୋଲନ୍ତି ତ ଶ୍ରୀ ଜଗନ୍ନାଥଙ୍କ ଗଳାରେ ଏକ କଳା ମଲ୍ୟର ହାର ଶୁଭାଯାଉଛି। ତାପରେ ପ୍ରତାପ ଦେବ ଏକଦମ ଆଶ୍ଚର୍ଯ୍ୟ ହେଇଗଲେ, ବିଲିଭ କଲେ କି ପ୍ରକୃତିରେ ବିଭୀଷଣ ଆସୁଛନ୍ତି ଏବଂ ପ୍ରଥମେ ପୂଜା କରିକି ସେ ପଳଉଛନ୍ତି। ଆଜି ପର୍ଯ୍ୟନ୍ତ କିମ୍ବଦନ୍ତୀ କୁହେ, ଆଜି ବି ବେଳେ ବେଳେ ପଣ୍ଡା ମାନେ ଏଭଳି ଅଲୌକିକ ଦୃଶ୍ୟ ଜଗନ୍ନାଥଙ୍କ ପାଖରେ ଦେଖିବାକୁ ପାଆନ୍ତି ବୋଲି କୁହାଯାଏ। ମୁଁ ତାଙ୍କୁ ଆପଣମାନଙ୍କୁ ଏକଦମ ପ୍ରାମାଣିକ ତଥ୍ୟ ଦେଇପାରୁନି, କିନ୍ତୁ ଆଜି ବି କିମ୍ବଦନ୍ତୀ କୁହେ, ଆଜି ବି ଲୋକମାନେ ବିଚାର କରନ୍ତି, ପଣ୍ଡାମାନଙ୍କ ଭିତରେ ଆପୋଷ ଆଲୋଚନା ବି ବେଳେ ବେଳେ ହୁଏ କି ମନ୍ଦିର ଖୋଲିଲା ବେଳକୁ, ଜଗନ୍ନାଥଙ୍କୁ ଖୋଲିଲା ବେଳକୁ କିଛି ଅଲୌକିକ ଦୃଶ୍ୟ ସେମାନେ ଦେଖନ୍ତି। ଏବଂ ତାହା ଚିରଞ୍ଜୀବୀ ବିଭୀଷଣ ଆସିକି ପ୍ରଥମେ ପୂଜା କରିକି ଯାଆନ୍ତି ଜଗନ୍ନାଥଙ୍କୁ ପ୍ରତିଦିନ। ଏଇ ବର ରାମଚନ୍ଦ୍ରଙ୍କଠୁ ସେ ପ୍ରାପ୍ତ କରିଛନ୍ତି। ତେଣୁ ଚିରଞ୍ଜୀବୀ ଭାବରେ ବର୍ତ୍ତମାନ ବି ଲଙ୍କାରେ ହୁଅନ୍ତୁ, କୈଳାସ ପର୍ବତରେ ହୁଅନ୍ତୁ, କି ହିମାଳୟ ପର୍ବତରେ, ଆପଣଙ୍କୁ ଯୋଉଠି ଆପଣଙ୍କ ବିଶ୍ୱାସର ଧାରାଟି ଅଧିକ ଭାବରେ ପହଞ୍ଚି ପାରୁଛି ସେଇ ଜାଗାକୁ ଆପଣ ବିଶ୍ୱାସ କରିନିଅନ୍ତୁ କି ସେଇ ଜାଗାରେ ବର୍ତ୍ତମାନ ବି ବିଭୀଷଣ ଅଛନ୍ତି ଏବଂ ଅପେକ୍ଷା କରିଛନ୍ତି କଳିଯୁଗର କଳ୍କୀ ଅବତାରକୁ, ଯୋଉ ଅବତାରରେ ମଧ୍ୟ ବିଭୀଷଣ କଳ୍କୀ ଅବତାର ସହିତ ରହିକି ଧର୍ମ ସଂସ୍ଥାପନ କରିବା ପାଇଁ, ସତ୍ୟ ଯୁଗକୁ ଆବାହନ କରିବା ପାଇଁ ସେ ସାହାଯ୍ୟ କରିବେ। ସେ ମଧ୍ୟ ଅଛନ୍ତି, ହନୁମାନଙ୍କ ଭଳିଆ ସେ ମଧ୍ୟ ଏବେ ବି ଅଛନ୍ତି। ଓକେ, ତେବେ କାହାଣୀଟା ଆମେ ଯେତେବେଳେ କହିବା, ପ୍ରାୟ ଆପଣମାନେ ସମସ୍ତେ ଜାଣନ୍ତି, ଏଇ କଥା ସମସ୍ତେ ଜାଣିଛନ୍ତି, ହନୁମାନ ଯେତେବେଳେ ଲଙ୍କା ଗମନ କରୁଥିଲେ ସେହି ସମୟର କଥା ସମସ୍ତେ ଜାଣିଛନ୍ତି। ହନୁମାନ ଲଙ୍କାକୁ ଗଲେ, ସୂକ୍ଷ୍ମ ବେଶ ଧରିକି ଗଲେ ଏବଂ ଲଙ୍କାରେ ଖୋଜିଲେ କୋଉଠି ଅଛନ୍ତି ମାତା ସୀତା। ଖୋଜି 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 ବିଭିନ୍ନ ରାବଣର ବେଡରୁମକୁ ଯାଇଛନ୍ତି, ରାବଣ ଶୋଇଥିବା ଦେଖିଲେ, ମନ୍ଦୋଦରୀ ଶୋଇଥିବା ଦେଖିଲେ, ମନ୍ଦୋଦରୀଙ୍କୁ ଦେଖିଲେ। ଏତେ ଆରାମରେ କଣ ସୀତା ଶୋଇବେ? ଇଏ ସୀତା ନୁହଁ, ଇଏ ସୀତା ମାତା ନୁହଁ। ସୀତା ମାତା ଏତେ ଆରାମରେ କେମିତି ଶୋଇବେ? ତାଙ୍କ ଭିତରେ ନିଦ୍ରା କେମିତି ହେବ? ଏମିତି ବୁଲି 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 ସବୁଆଡେ ଦେଖି ଦେଖି ହଠାତ୍ ତାଙ୍କ ଆଖିରେ ପଡ଼ିଯାଇଛି ଏକ ତୁଳସୀ ଚଉରା। ଲଙ୍କା ଭିତରେ ଏକ ତୁଳସୀ ଚଉରାର ଦୃଶ୍ୟ ଯେତେବେଳେ ହନୁମାନ ଦେଖିଛନ୍ତି, ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ତୁଳସୀ ଚଉରା ଆସିଲା କୋଉଠି? ଟିକେ ତଳକୁ ଓହ୍ଲାଇ ଆସିଲେ। ତଳକୁ ଓହ୍ଲାଇ ଆସିକି ଦେଖନ୍ତି ତ ଗୋଟେ କାନ୍ଥରେ ଶଙ୍ଖ ଏବଂ ଚକ୍ରର ଚିହ୍ନ ପ୍ରତୀୟମାନ ହୋଇଛି। ତାକୁ ଦେଖିକି ତାଙ୍କ ଭିତରେ ଉତ୍ସୁକତା ଆହୁରି ବଢିଗଲା ଏବଂ ହନୁମାନ ସେଇଠି ପହଞ୍ଚିଗଲେ ଏକ ଛଦ୍ମ ବ୍ରାହ୍ମଣ ବେଶ ଧରିକି। ସେଠି କହିଲେ, ଶ୍ରୀରାମଙ୍କ ନାମ ଉଚ୍ଚାରଣ କଲେ। ଶ୍ରୀରାମଙ୍କ ନାମ ଉଚ୍ଚାରଣ କରିକି ଶୁଣିଲେ କି କବାଟ ପାଖକୁ ଯାଇକି ଶୁଣନ୍ତି ତ ଭିତରେ ମଧ୍ୟ ଶ୍ରୀରାମଙ୍କର ନାମ ଉଚ୍ଚାରଣ। କହିଲେ, ଲଙ୍କାରେ ଶ୍ରୀରାମଙ୍କ ନାମ ଉଚ୍ଚାରଣ ବିଚିତ୍ର କଥା, ଇଏ କୌଣସି ରାକ୍ଷସଙ୍କର ମାୟା ନୁହଁ ତ? ହନୁମାନ ବି ଭାବୁଛନ୍ତି, ଯାହା ବି ହଉ, ମାୟା ହଉ କି ଯାହା ହଉ, ଭଗବାନଙ୍କ ନାମ ଯୋଉଠି ଉଚ୍ଚାରଣ ହୁଏ ମୁଁ ତାକୁ ପବିତ୍ର ଭାବରେ ହିଁ ଦେଖେ। ଡାକିଛନ୍ତି, ବିଭୀଷଣ ଆସିଛନ୍ତି। ବିଭୀଷଣ ଏବଂ ହନୁମାନଙ୍କର ମିଳନ ବହୁତ ଚିତ୍ତାକର୍ଷକ ଥିଲା, ସୁନ୍ଦର ଥିଲା।
ଏ ତାଙ୍କୁ ପଚାରିଛନ୍ତି ଆପଣ କିଏ ମହାତ୍ମା, ଯିଏ କି ଆପଣ ଲଙ୍କା ଭଳିଆ ଗୋଟେ ଜାଗାରେ ପ୍ରଭୁଙ୍କ ନାମ ଉଚ୍ଚାରଣ କରୁଛନ୍ତି। ନାରାୟଣ 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 ଉଚ୍ଚାରଣ କରୁଥିଲେ, ପ୍ରଭୁଙ୍କ ନାମ ଉଚ୍ଚାରଣ କରୁଛନ୍ତି, ନାରାୟଣଙ୍କୁ ଉଚ୍ଚାରଣ କରୁଛନ୍ତି। ଆପଣ କିଏ, ଆପଣଙ୍କ ପରିଚୟ କଣ? ଏବଂ ବିଭୀଷଣ ପ୍ରଥମେ ପଚାରିଛନ୍ତି ଯେ ପ୍ରଥମେ ଆପଣ କୁହନ୍ତୁ କି ଆପଣ କିଏ, ଯିଏ କି ଆପଣ ଭଗବାନଙ୍କ ନାମ ଉଚ୍ଚାରଣ କରୁଛନ୍ତି, ଲଙ୍କାରେ ସାହସ କରୁଛନ୍ତି ଏତେ ବଡ଼ ଲଙ୍କାରେ ନାମ ଉଚ୍ଚାରଣ କରିବା ପାଇଁ, ତାହେଲେ ଆପଣ କିଏ? ହନୁମାନ କହୁଛନ୍ତି ମୁଁ ତ ଜଣେ ବାହାର ଲୋକ, ଆକାଶ ମାର୍ଗରେ ଯାଉଥିଲି, ହଠାତ୍ ଦେଖିଲି ଗୋଟେ ତୁଳସୀ ଚଉରା, ଟିକେ ଦୂର ଓହ୍ଲେଇ ଆସନ୍ତେ ଦେଖିଲି କାନ୍ଥରେ ଚକ୍ର ଏବଂ ଶଙ୍ଖ ଚିହ୍ନ ଅଛି, ଚିତ୍ର ଅଛି। ମୋର ଗୋଟେ ଉତ୍ସାହ ଲାଗିଲା, ଯେହେତୁ ମୁଁ ପ୍ରଭୁଙ୍କର ଭକ୍ତ, ଦେଖିବା ପାଇଁ କିଏ ଜଣେ ପ୍ରଭୁଙ୍କର ଭକ୍ତ ଲଙ୍କାରେ ଥାଇପାରନ୍ତେ, ସେଥିପାଇଁ ଆପଣଙ୍କୁ ଭେଟିବା ପାଇଁ ଆସିଛି। ତେଣୁ ବାହାର ଲୋକ, ମୁଁ ସ୍ୱାଭାବିକ କିଛି ସାହସ କଲି ନ କଲି ସେଟା ତ ବେଶୀ ବଡ଼ ମ୍ୟାଟର ନୁହଁ। ବଡ଼ ମ୍ୟାଟର ହେଲା ଆପଣ ଲଙ୍କା ଭିତରେ ଅଛନ୍ତି ଏବଂ ଲଙ୍କା ଭିତରେ ଯୋଉଠି ପ୍ରଭୁଙ୍କର ପୁରା ବିରୋଧ ଚାଲିଛି ସେଇଠି ଆପଣ ପ୍ରଭୁଙ୍କର ସପକ୍ଷରେ ଅଛନ୍ତି। ୟାଠୁ ବड़ी ବଡ଼ କଥା କଣ ହେଇପାରିବ? ଏତେ ସାହସୀ ଆପଣ ହେଇନଥିଲେ ଯେ ପ୍ରଭୁଙ୍କ ନାମ ଉଚ୍ଚାରଣ କରିପାରନ୍ତି, ତୁଳସୀ ଚଉରା ରଖିଛନ୍ତି, ଶଙ୍ଖ ଚକ୍ରର ଚିହ୍ନ ରଖିଛନ୍ତି, ତେଣୁ ଆପଣ କିଏ? ସେ କହିଛନ୍ତି ମୁଁ ରାବଣର ସାନ ଭାଇ ବିଭୀଷଣ। ଏବଂ ତାଙ୍କ ଷ୍ଟୋରି ସେ ବର୍ଣ୍ଣନା କରୁଛନ୍ତି, କହିଛନ୍ତି କାହାକୁ? ହନୁମାନଙ୍କୁ। ଯେ ମୋ ଧର୍ମ ପ୍ରାଣ, ମୁଁ ମୋର ବହୁତ ଇଚ୍ଛା କି ଥରେ ନାରାୟଣଙ୍କୁ ମୁଁ ଭେଟନ୍ତି, ଭଗବାନଙ୍କୁ ଭେଟନ୍ତି। ମୁଁ ସେଥିପାଇଁ ଭଗବାନଙ୍କ ନାମ କୀର୍ତ୍ତନରେ ନିଜକୁ ଏକଦମ ସାମିଲ କରିଛି। କହିସାରିଲା ପରେ ହନୁମାନଙ୍କୁ ତାଙ୍କ ପରିଚୟ ମାଗିଲେ। ହନୁମାନ କହିଲେ ମୁଁ ରାମ ଭକ୍ତ ହନୁମାନ, ମୋ ମାତା ସୀତା କୁ ଠାବ କରିବା ପାଇଁ ଏଇଠିକି ଆସିଛି ଏବଂ ମାତା ସୀତାଙ୍କର ସନ୍ଧାନ ଯଦି ମତେ ଆପଣ ଦେଇପାରନ୍ତେ ତାହେଲେ ମୁଁ ଉପକୃତ ହୁଅନ୍ତି। ବିଭୀଷଣ ଖୁସି ହେଇଯାଇଛନ୍ତି ଏବଂ ଉଭୟ ରାମଙ୍କ ଭକ୍ତ ନାରାୟଣଙ୍କ ଭକ୍ତ କୋଳାଗ୍ରତ କରିଛନ୍ତି, ପରସ୍ପରଙ୍କୁ ଆଲିଙ୍ଗନ କରିଛନ୍ତି। ଏବଂ ବିଭୀଷଣ କହିଛନ୍ତି କି ଆପଣ କଣ ଭାବୁଛନ୍ତି ଯେ ମାତା ସୀତା ଆସିକି ଏଇ ଲଙ୍କାରେ ରାବଣର ଶଯ୍ୟାଶାୟିନୀ ଭାବରେ ବା ପଲଙ୍କ ଭିତରେ ରହିବେ? ତାହା ନୁହେଁ, ସୀତା ଅଛନ୍ତି ଅଶୋକ ବାଟିକାରେ ଏବଂ ସୀତାଙ୍କୁ ସମ୍ବୋଧନା ଦେବା ପାଇଁ, ସାନ୍ତ୍ୱନା ଦେବା ପାଇଁ, ପ୍ରଭୁଙ୍କ କଥା, ପ୍ରଭୁଙ୍କ ଗୁଣକୀର୍ତ୍ତନ ଗାନ କରିକି ତାଙ୍କ ମନକୁ ଶାନ୍ତ କରିବା ପାଇଁ ମୋ ଝିଅ ତ୍ରିଜଟାକୁ ମୁଁ ସେଠିକି ପଠେଇ ଦେଇଛି। ତ୍ରିଜଟା ମାତା ସୀତାଙ୍କର ସେବାରେ ଅଛି ଏବଂ ତ୍ରିଜଟା ମଧ୍ୟ ବିଭୀଷଣଙ୍କ ଭଳି ରାମ ଭକ୍ତ, ନାରାୟଣଙ୍କ ଭକ୍ତ। ତାଙ୍କ ଝିଅ ଆଧ୍ୟାତ୍ମିକ ଚେତନା ତା ଭିତରେ ବି ରହିଛି ଏବଂ ସେ ଯାଇକି କଣ କଲେ, ତାକୁ ପଠେଇ ଦେଇଛନ୍ତି ବୋଲି କହିଲେ। ତେବେ ଆପଣ, ଏବେ ସକାଳ ପ୍ରାୟ ହେଇଯାଉଛି, ବ୍ରାହ୍ମ ମୁହୂର୍ତ୍ତ ଏଇଟା, କିଛି ସମୟ ପରେ ସୂର୍ଯ୍ୟୋଦୟ ହେଇଯିବ। ତେଣୁ ଆପଣ ଏଇ ସମୟରେ ଯାଆନ୍ତୁନି, ଆପଣ ନିରୋଳା ସମୟରେ ଯିବେ, କାରଣ ଏଇଠି ବି ଆପଣଙ୍କୁ ଅନେକ ସମୟରେ ଯୁଦ୍ଧ କରିବାକୁ ପଡ଼ିବ। ଆପଣ ଯଦି ଜାଣି ଦିଅନ୍ତେ ତାହେଲେ ଘମାଘୋଟ ଯୁଦ୍ଧର ସମ୍ମୁଖୀନ ଆପଣଙ୍କୁ ବି ହେବାକୁ ପଡ଼ିବ, କାରଣ ଏଠି ରାକ୍ଷସ ମାନେ ବହୁତ ଯୋଦ୍ଧା ରାକ୍ଷସ ମାନେ ଅଛନ୍ତି। ହନୁମାନ କଲେ ତା ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ, ଭଗବାନଙ୍କ ନାମ ନେଇକି ମୁଁ ସବୁ କିଛି କରିପାରିବି। ମୁଁ ଯାଉଛି ଦିନ ଯାକ କୋଉଠି ଲୁଚିଯିବି ଏବଂ ରାତିରେ ମୁଁ ମାତାଙ୍କୁ ଅଶୋକ ବାଟିକାରେ ଦର୍ଶନ କରିବି। ଓକେ। ଏବଂ ଦିନ ବେଳ ଯାକ ସେ କୋଉଠି ଲୁଚିବେ? ମଧୁବନକୁ ଗଲେ, ବହୁତ ଫଳ ଖାଇଲେ, ଗଛ ପଡ଼ିଲେ, ବିଭିନ୍ନ କଥା କଲେ। ରାକ୍ଷସ ରାଶି ବାରଣ କରିଛନ୍ତି, ତାଙ୍କ ଭିତରେ ଯୁଦ୍ଧ ହେଇଛି, ମାରଧର ହେଇଛି, ଅନେକକୁ ମହାବିଷ୍ଟ କରିଦେଇଛନ୍ତି। ତାଠୁ ତାଙ୍କୁ ବାନ୍ଧି କରି ନେଲେ ରାବଣଙ୍କ ପାଖକୁ। ଓକେ, ଏଇସବୁ ହେଇଛି। ଏଇଟା ରାମ ସୀତାଙ୍କୁ ଭେଟିଲା ପରେ ହେଇଛି। ଏଇଟା ଗଲା ଗୋଟେ ଘଟଣାବଳୀ, ଗୋଟେ ଘଟଣାବଳୀ ଏଇ ଭିତରେ ଗଲା। ତେବେ ଯେତେବେଳେ ଲଙ୍କା ଦହନ ହେଲା, ହନୁମାନ ଆସିକି ଲଙ୍କାକୁ ଦହନ କରିଛନ୍ତି, ସେତେବେଳେ ସବୁଆଡ ଲଙ୍କାର ସବୁ ଯାକ ପୋଡିଗଲା, ପୋଡିକି ଧ୍ୱଂସ ହେଇଗଲା ବହୁତ ଜାଗା। ମାତ୍ର ବିଭୀଷଣଙ୍କ ସାମ୍ରାଜ୍ୟ ଅତୁଟ ରହିଲା, ଟିକେ ମଧ୍ୟ ନିଆଁ ଲାଗିଲା ବିଭୀଷଣଙ୍କ ସାମ୍ରାଜ୍ୟରେ। ଏବଂ ଏଇ କଥା ରାବଣଙ୍କୁ ମର୍ମାହତ କରିଛି।
ଅଧିକ ପରିମାଣରେ ପ୍ରଭାବିତ କରିଛି ରାବଣଙ୍କୁ। ସେ ବିଭୀଷଣର ଘର କାହିଁ ପୋଡ଼ିଲାନି, ସମସ୍ତଙ୍କ ଘର ପୋଡ଼ିଲା, ତା ଘର ପୋଡ଼ିଲାନି। ଆଉ ଏଇ ବିଭୀଷଣଟା ପିଲାବେଳୁ ମୋର ଶତ୍ରୁ। ଛୋଟ ଥିଲାବେଳୁ ବିଭୀଷଣ ଧର୍ମର କଥା କହି ଆସେ। ଯୋଉଠି ଅନ୍ୟାୟ କରିବ ରାବଣ ତାକୁ ପ୍ରତିରୋଧ କରି ଆସନ୍ତି ବଡ଼ ଭାଇଙ୍କୁ। ତେଣୁ ପିଲା ଦିନରୁ ଇଏ ମୋର ଶତ୍ରୁ ବିଭୀଷଣ। ଏଇ କଥା ରାବଣଙ୍କ ମନ ଭିତରେ ଏକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଆଉ ବିଭୀଷଣ କ'ଣ କରନ୍ତି, ସଭାକୁ ଆସିଛନ୍ତି, ରାଜ ପରିଷଦ ବର୍ଗ ବସିଛନ୍ତି, ରାଜା ରାବଣ ବସିଛନ୍ତି, ଇନ୍ଦ୍ରଜିତ ବସିଛନ୍ତି, ତାଙ୍କର ସମସ୍ତ ଅନୁଚର ବର୍ଗ, ପାରିଷଦ ବର୍ଗ, ମନ୍ତ୍ରୀ, ରାକ୍ଷସ କୁଳ ସମସ୍ତେ ସଭାରେ ବସିଛନ୍ତି ଏବଂ ବିଭୀଷଣ ଆସିଛନ୍ତି ଏକ ଅନୁରୋଧ ନେଇକି, ଅନୁରୋଧ ପତ୍ର ସହିତ ଆସିଛନ୍ତି। ଆସିଲା ପରେ ବିଭୀଷଣ ହାତ ଯୋଡ଼ିକି କହୁଛନ୍ତି, ହେ ଲଙ୍କପତି, ହେ ଭଗବାନ ପ୍ରଭୁ ରାବଣ, ଯାହାବି ଲଙ୍କେଶ୍ୱର, ମୋ ସାନ ଭାଇ ଭାବରେ କହିବାର ତ ମୋ ପ୍ରତି ମାନେ ଧୃଷ୍ଟତା ହବ, କିନ୍ତୁ ତଥାପି ବି ମୁଁ ସାହସ ସଞ୍ଚୟ କରିକି କହିବା ପାଇଁ ଚାହେଁ କି ଆପଣ ଯାହା କରିଛନ୍ତି ଏହା ଅଧର୍ମ। ଆପଣ ଯାହା କରିଛନ୍ତି ଏହା ଅଧର୍ମ। ମାତା ସୀତାଙ୍କୁ ଫେରେଇ ଦିଅନ୍ତୁ ଏବଂ ଫେରେଇ ଦେଇକି ଆପଣ ରାମଚନ୍ଦ୍ରଙ୍କର ଶରଣାପନ୍ନ ହେଇଯାଆନ୍ତୁ। ଏଥିରେ ଆମର ଲଙ୍କାର ଭଲ ହିଁ ହବ। ରାବଣ ଏକଦମ ରାଗି ଯାଇଛନ୍ତି ବହୁତ ଜୋରରେ। ଆଉ ବିଭୀଷଣକୁ କହିଛନ୍ତି ଯେ ମତେ ତ ଉପଦେଶ ଦଉଛୁ, ପୁରା ରାଗିକି କହିଛନ୍ତି, ମତେ ତ ଉପଦେଶ ଦଉଛୁ ତୁ ସାନ ହେଇକି, ଆଉ ଯିଏ ମୋର ଶତ୍ରୁ ତୁ ତାକୁ ଏଇଠି ତାର ଗୁଣ ଗାୟନ କରୁଛୁ ମୋ ଆଗରେ। ବହୁତ ରାଗିଛନ୍ତି। ନାଇଁ ପ୍ରଭୁ, ମୁଁ ଲଙ୍କାର ମହତ୍ ଉଦ୍ଦେଶ୍ୟରେ ହିଁ କହୁଛି, ଲଙ୍କାକୁ ବଞ୍ଚେଇବା ପାଇଁ ହିଁ କହୁଛି। ଆପଣ ଯୋଉ ନାରୀଙ୍କୁ ଆପଣ ଅପହରଣ କରିକି ନେଇ ଆସିଛନ୍ତି, ସେ ହିଁ ଆମର ଲଙ୍କାର ଧ୍ୱଂସକାରିଣୀ ହିଁ ଯିବେ। ତେଣୁ ଯଦି ଲଙ୍କାକୁ ବଞ୍ଚେଇବା ପାଇଁ ଚାହାନ୍ତି, ଆପଣଙ୍କୁ କାକୁତି ମିନତି ଅନୁରୋଧ କରିକି କାନ୍ଦି କାନ୍ଦି କହୁଛନ୍ତି ବିଭୀଷଣ ଯେ ଆପଣ ସୁଧୁରି ଯାଆନ୍ତୁ, ବଦଳି ଯାଆନ୍ତୁ, ସେ ଅବଳା ନାରୀକୁ ଫେରେଇ ଦିଅନ୍ତୁ, ତା ଦ୍ୱାରା ଆମର ମଙ୍ଗଳ ହବ। ସେ ନାରୀ ସାଧାରଣ ନାରୀ ନୁହନ୍ତି। ଯେତେବେଳେ ତାଙ୍କର ମହତ୍ ବିଷୟରେ, ଶ୍ୟାମଙ୍କ ମହତ୍ ବିଷୟରେ, ମହତ୍ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, ସେତେବେଳେ ବହୁତ ଜୋର ରାଗି ଯାଇଛନ୍ତି ରାବଣ ଏବଂ ଶେଷ ପର୍ଯ୍ୟାୟରେ ତାଙ୍କୁ ବହୁତ କଟୁ କଥା କହିଛନ୍ତି। ଆମର ଗୃହ ଶତ୍ରୁ, ତ ପିଲା ବେଳରୁ ତୁମର ଶତ୍ରୁ, ଏତେ ଜାଗା ତ ଜାଳି ପୋଡି ଧ୍ୱଂସ ହେଇଗଲା, ସେ ହନୁମାନ ଲଗେଇଦେଲା ନିଆଁ, ତୋ ଘରଟି କାହିଁକି ପୋଡିଲାନି, ମତେ ତୁ ଉତ୍ତର ଦେ। ତା ଅର୍ଥ ତୁ ହିଁ ହନୁମାନଙ୍କୁ କୋଉଠି ସୀତା ରହିଛନ୍ତି ସେଇ ଛିଦ୍ର ବତେଇଛୁ। ତୋ ପାଖକୁ ହନୁମାନ ଆସିକି ଆମ ରାଜ୍ୟର କୌଣସି ଛିଦ୍ର ବିଷୟରେ ସେ ଜାଣିକି ଏତିକି ବଡ଼ ସାହସ କଲା, ତେଣୁ ତୁ ମୋର ପରମ ଶତ୍ରୁ, ତୁ ପଳା। ତାକୁ କହିଛନ୍ତି, ଇଏ ବହୁତ କାକୁତି ମିନତି କରିଛନ୍ତି, ଶୁଣି ନାହାନ୍ତି। ଯାହା ଲାଟକୁ ଯାଇକି ପାଦ ଧରିକି ମୁଣ୍ଡିଆ ମାରିଛନ୍ତି। ପାଦ ଧରିକି ମୁଣ୍ଡିଆ ମାରିଲା ବେଳକୁ ରାବଣ ଗୋଟେ ଲାତ ମାରିଛନ୍ତି ବହୁତ ଜୋରରେ ବିଭୀଷଣଙ୍କୁ। ତାର ଉଚ୍ଚ ଆସନ ହେଇଥାଏ, ରାବଣଙ୍କର ଏକଦମ ଗଡ଼ି 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 ବିଭୀଷଣ ତଳେ ପଡ଼ିଛନ୍ତି। ମକୁଟଟା ବି ତାଙ୍କର ରାଜ ମକୁଟ ବିଭୀଷଣଙ୍କର ଅଲଗା ଏବଂ ସେ ଅଲଗା ପଡ଼ିଛନ୍ତି। ଏବଂ ପାରିଷଦ ବର୍ଗ ଯାହା ଥିଲେ ସମସ୍ତେ ବହୁତ ଜୋରରେ ଅଟ୍ଟହାସ୍ୟ କରିଛନ୍ତି, ହସିଛନ୍ତି। ଯେତେବେଳେ ବହୁତ ଜୋରରେ ହସିଛନ୍ତି, ଥରେ ଚିନ୍ତା କରନ୍ତୁ, ଭାଇ ଭାଇ ଭିତରେ ଗୋଟେ ଆଲୋଚନା ଚାଲୁଛି, ସଭାସଦ ବର୍ଗ, ଅନ୍ୟ ଲୋକମାନେ, ରାକ୍ଷସ କୁଳ ମାନେ କ'ଣ ବିଭୀଷଣଙ୍କ ଆଗରେ ସେମାନେ କ'ଣ ହେବେ, କିନ୍ତୁ ସେମାନେ ସମସ୍ତେ ଏକଦମ ହସିଛନ୍ତି ଅଟ୍ଟହାସ୍ୟ କରିକି। ବିଭୀଷଣଙ୍କୁ ବହୁତ କଷ୍ଟ ହେଇଛି, ତଳୁ ଧୀରେ ଧୀରେ ଉଠିଛନ୍ତି ଏବଂ ସମସ୍ତେ ଯୋଉ ହସୁଛନ୍ତି ସମସ୍ତଙ୍କ ଉଦ୍ଦେଶ୍ୟରେ କହୁଛନ୍ତି ଯେ ହେ ରାକ୍ଷସ ଗଣ, ଆପଣମାନେ ଯୋଉମାନେ ହସୁଛନ୍ତି ଏବେ, ମତେ ମୋ ବଡ଼ ଭାଇ ଲାତ ମାରିଛନ୍ତି ଏବଂ ତାକୁ ମଜା ନେବା ପାଇଁ ଆପଣମାନେ ଯୋଉମାନେ ହସୁଛନ୍ତି, ମୁଁ ଆପଣମାନଙ୍କ ପ୍ରତି ମୋର ଦୟା ଭାବ ଜାତ ହେଉଛି। ଏଥିପାଇଁ ଦୟା ଆସୁଛି ଯେ ଆପଣମାନଙ୍କ ମୁଣ୍ଡ ଉପରେ କାଳ ଘୂରିବା ଆରମ୍ଭ କଲାଣି ଏବଂ ଆପଣମାନେ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବେ, କାଳର କରାଳ ଗ୍ରାସରେ ଲୀନ ହେଇଯିବେ ଖୁବ୍ ଶୀଘ୍ର। ଏଥିପାଇଁ ମତେ ଦୟା ଆସୁଛି କହିଛନ୍ତି ଏବଂ ରାବଣଙ୍କୁ କହିଛନ୍ତି ଯେ ହେ ବଡ଼ ଭାଇ, ମତେ ଯୋଉ ପାରିଷଦ ବର୍ଗଙ୍କ ସମ୍ମୁଖରେ ଏତେ ସଭାରେ ମତେ ଯୋଉ ଅପମାନ ଆପଣ ଦେଲେ,
ଲାତ ମାରିକି ମୋ ମୁକୁଟ ପକେଇକି ତା ଦ୍ୱାରା ପ୍ରମାଣ ହେଇଗଲା କି ଆପଣ ମତେ ତ୍ୟାଗ କଲେ, ତ୍ୟାଗ ବି କଲେ, ପଳା ବୋଲି କହିଲେ। ତେଣୁ ଅପମାନ ହଉଛି ମୃତ୍ୟୁଠୁ ବଳି ଅଧିକ କଷ୍ଟଦାୟକ। ଅର୍ଥାତ୍ ଗୋଟେ ଲୋକ ଯଦି ମରିଯିବ ବରଂ ଚଳିବ, କିନ୍ତୁ ଅପମାନଟା ସେ ସହିପାରେ ନାହିଁ। ତେଣୁ ହେ ବଡ଼ ଭାଇ, ଆପଣଙ୍କ ପାଇଁ ଆଜି ମୁଁ ମରିଗଲି କହିକି ବିଭୀଷଣ ସେଇ ଜାଗା ତ୍ୟାଗ କରିଛନ୍ତି। ଦେଖନ୍ତୁ କେତେ ଚେଷ୍ଟା କରିଛନ୍ତି ଆମେ ବିଭୀଷଣ ଚରିତ୍ରକୁ ଟିକେ ଭିତରକୁ ଯିବା, ପ୍ରବେଶ କରିବା। ବିଭୀଷଣ ତାପରେ ଆସିଛନ୍ତି, ସିଧାସଳଖ ଆଉ ପଳେଇ ନାହାନ୍ତି, ତାଙ୍କର ମନ୍ତ୍ରିମଣ୍ଡଳଙ୍କୁ ଡକେଇଛନ୍ତି। ତାଙ୍କ ସେ ଛୋଟ ସାମ୍ରାଜ୍ୟରେ ସେ ଯୋଉଠି ଥିଲେ, ତାଙ୍କ ମନ୍ତ୍ରିମଣ୍ଡଳ, ତାଙ୍କର ଆଚାର୍ଯ୍ୟ, ଉପଦେଷ୍ଟା ମଣ୍ଡଳୀ ଯିଏ ଅଛନ୍ତି, ତାଙ୍କୁ ଡାକିକି ଏକ ସଭା କରିଛନ୍ତି। ସଭାର ଆୟୋଜନ ଯେ ବଡ଼ ଭାଇଙ୍କୁ ଯାହା ଯାହା ମୁଁ କହିଲି ବୁଝିଲେ ନାହିଁ, ଓଲଟା ମୋତେ ଅପମାନିତ କଲେ, ଆଉ କଣ କରିବା, ଏଇ ପରିସ୍ଥିତିରେ କଣ କରିବା। ତାଙ୍କର ଆଚାର୍ଯ୍ୟ ଗଣ, ତାଙ୍କ ମନ୍ତ୍ରିମଣ୍ଡଳ ଗଣ ତାଙ୍କୁ ଉପଦେଶ ଦେଇଛନ୍ତି ଯେ ଦେଖନ୍ତୁ ମହାରାଜ, ଏବେ ଯଦି ଆପଣ ତତ୍କ୍ଷଣାତ୍ ଲଙ୍କା ନ ଛାଡୁଛନ୍ତି, ତାହେଲେ ତାର ପରବର୍ତ୍ତୀ ପଦକ୍ଷେପ ହବ କି ଆପଣଙ୍କୁ ରାବଣ ବନ୍ଦୀ କରିକି କାରାଗାର ଭିତରେ ରଖିଦବ। ଏବଂ ଆପଣ ଯୋଉ ଇଚ୍ଛା ପ୍ରକାଶ କରୁଛନ୍ତି କି ଲଙ୍କାର ପ୍ରଜାମାନଙ୍କ ସୁଖ ସନ୍ତୋଷର କାମନା କରୁଛନ୍ତି, ତାହା ପାଇଁ ଆପଣ ଅସମର୍ଥ ହେଇପଡ଼ିବେ। କାରାଗାରରେ ରହିଲେ କଣ କରିପାରିବେ? ଶ୍ରେଷ୍ଠ ହବ ଏଇ କଥା ଯଦି ଆପଣ କରନ୍ତି, ଏବେ ଆପଣ ଯାଇକି ଶ୍ରୀରାମଙ୍କ ଅନୁସରଣ କରନ୍ତୁ, ତାଙ୍କ ପାଖରେ ଶରଣାପନ୍ନ ହେଇଯାଆନ୍ତୁ ଏବଂ ତାଙ୍କୁ ଅନୁରୋଧ କରନ୍ତୁ ଯେ ଲଙ୍କାଟି କିଭଳି ଭାବରେ ବଞ୍ଚିବ। ବିଭୀଷଣ କହିଛନ୍ତି ଯେ ହେ ସାଧୁଗଣ, ଲଙ୍କାର ଶତ୍ରୁ ତ ହେଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ର କଣ ଲଙ୍କାର ଉତ୍ତମ ଗତି ନିମନ୍ତେ କଣ ଚିନ୍ତା କରିବେ? ତାଙ୍କ ଆଚାର୍ଯ୍ୟ କହିଛନ୍ତି ଯେ ହେ ବିଭୀଷଣ, ରାମଚନ୍ଦ୍ର ଲଙ୍କାର ଶତ୍ରୁ ନୁହନ୍ତି, ରାମଚନ୍ଦ୍ର ହେଉଛନ୍ତି ରାବଣର ଶତ୍ରୁ, କିନ୍ତୁ ଲଙ୍କାର ନୁହେଁ। ମୁଁ ହୃଦବୋଧ କରୁଛି, ମୋର ଅନ୍ତରାତ୍ମା କହୁଛି, ଆପଣ ଯଦି ଏ ରାମଚନ୍ଦ୍ରଙ୍କ ପାଖକୁ ଯାଇକି ଶରଣାପନ୍ନ ହୁଅନ୍ତି, ତାହେଲେ ପ୍ରଭୁ ଆପଣଙ୍କୁ ଗ୍ରହଣ କରିବେ। ଏଇଟା ମୋର ଅନ୍ତରାତ୍ମା କହୁଛି। ତାପରେ ବିଭୀଷଣ କହୁଛନ୍ତି ତାହା ତ ଠିକ କଥା, ମୁଁ ତ ଆଗକୁ ଯାଇ ଆଗରୁ ଯାଇକି ଯଦି ଭଗବାନଙ୍କ ଶରଣାପନ୍ନ ହେଇଯାଇଥାନ୍ତି, ସେଇଟା ଗୋଟେ ଉତ୍ତମ କଥା। ମାତ୍ର ଯେତେବେଳେ ଏବେ ଏଇ ପ୍ରକାର ପରିସ୍ଥିତି ହେଇଗଲାଣି, ଯୁଦ୍ଧ ଘୋର ପରିସ୍ଥିତି ଆରମ୍ଭ ହେଇଯାଉଛି, ଏହି ସମୟରେ ଯଦି ମୁଁ ଏଇ ରାଜ୍ୟ ଛାଡ଼ି ରାମଚନ୍ଦ୍ରଙ୍କ ପାଖକୁ ଯିବି, ତାହେଲେ ପ୍ରଭୁ କଣ ମତେ ବିଶ୍ୱାସ କରିବେ? କେମିତି ବିଶ୍ୱାସ କରିବେ? ଏହା ମୋ ଭିତରେ ଏକ ଶଙ୍କା ଜାତ କରୁଛି ବୋଲି ସେ କହିଲେ। ଏଥି ନିମିତ୍ତ ମୁଁ ଯେକୌଣସି ଏକ କାର୍ଯ୍ୟପନ୍ଥା କଲେ ବଡ଼ମାନଙ୍କର ଆଶୀର୍ବାଦ ନିଆଯାଏ, ଶ୍ରେଷ୍ଠ ଲୋକମାନଙ୍କର, ଏବଂ ତାଙ୍କ ପରାମର୍ଶ ବି ନିଆଯାଏ। ଏଣୁ ମନ୍ତ୍ରିମଣ୍ଡଳ ମାନଙ୍କୁ ଜଣାଇ ମୁଁ ମୋର ମାଙ୍କ ପାଖକୁ ଯିବା ପାଇଁ ଚାହେଁ ଏବଂ ମୋ ମାଙ୍କୁ ୟାର ଉତ୍ତର ମୁଁ ମାଗିବି। ମା ଯାହା ନିର୍ଦ୍ଦେଶ ଦେବେ ମୋର ଜନନୀ, ମୁଁ ତାହା କରିବି। ସମସ୍ତେ ଅପେକ୍ଷା କରିଛନ୍ତି, ମନ୍ତ୍ରିମଣ୍ଡଳ ସମସ୍ତେ ଚାହୁଁଛନ୍ତି ଯେ ଶୀଘ୍ରରୁ ଶୀଘ୍ର ବିଭୀଷଣ ଲଙ୍କା ତ୍ୟାଗ କରନ୍ତୁ, ନହେଲେ ତାଙ୍କୁ କାରାଗାର ଭିତରେ ରହିବାକୁ ପଡ଼ିପାରେ। ଏବଂ ବିଭୀଷଣ ବେଶୀ ଚିନ୍ତା କରୁଛନ୍ତି ଯେ ଲଙ୍କାର ପ୍ରଜାମଣ୍ଡଳ ମାନଙ୍କ ପାଇଁ ଅନେକ ନିର୍ଦ୍ଦୋଷ ପ୍ରଜା ମଧ୍ୟ ଅଛନ୍ତି, ଯେଉଁମାନେ କି ଅକାରଣରେ ମୃତ୍ୟୁବରଣ କରିବେ ଯୁଦ୍ଧ ହେଲେ। ସେଇ ଚିନ୍ତା ତାଙ୍କ ଭିତରେ ଘାରିଛି। ଏବେ ରାଜା ଅତ୍ୟାଚାର କରୁଥିବା ବେଳେ ଜଣେ ରାଜା ନିଜର ପ୍ରଜାମଣ୍ଡଳୀ ମାନଙ୍କୁ ନିଜର ସୁଖ ସମ୍ଭୋଗ, ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଆଧାର କରି ପ୍ରଜାମାନଙ୍କୁ ଅତ୍ୟାଚାର କରୁଥିବା ବେଳେ ସେଇ ରାଜାଙ୍କ ଏକ ସାନ ଭାଇ ରାଜ୍ୟଟି କିଭଳି ଭାବରେ ବଞ୍ଚିବ, ପ୍ରଜାମାନେ କିଭଳି ଭାବରେ ଭଲ ଭାବରେ ରହିବେ, ସେଇ କଥା ତାଙ୍କ ମନରେ ଏକ ଚିନ୍ତାର ବିଷୟ ହେଇଛି। ଅନୁମାନ କରନ୍ତୁ ଆପଣ। ତାପରେ ମାତାଙ୍କ ପାଖକୁ ଯାଇଛନ୍ତି ରାଜମାତା କେକସୀ, ଯାଇକି ଅନୁଚର ବର୍ଗକୁ କହିଛନ୍ତି, ହେ ଅନୁଚର ବର୍ଗ ଯାଅ, ପ୍ରହରୀଗଣ ଖବର ଦିଅ କି
ବିଭୀଷଣ ଆସିଛନ୍ତି ମାତାଙ୍କୁ ଦର୍ଶନ ପାଇଁ। ସେମାନେ ଯାଇକି ଭିତରେ ଖବର ଦିଅନ୍ତି ତ ମାତା କେକସୀ ଶିବଙ୍କ ଆରାଧନାରେ ଧ୍ୟାନମଗ୍ନ ଥିଲେ। ଶିବଙ୍କ ଭକ୍ତ ବିଶ୍ରବା ଋଷିଙ୍କ ପତ୍ନୀ ଏବଂ ବିଭୀଷଣ ଯାଇଛନ୍ତି। ବିଭୀଷଣଙ୍କ ମୁହଁରେ ପାଣି ନାହିଁ, ଏକଦମ ବହୁତ ଚିନ୍ତିତ ଅଛନ୍ତି। ଆଉ ଯାଇକି ମୁଣ୍ଡିଆ ମାରିଛନ୍ତି, ମାତାଙ୍କ ପାଦ ସ୍ପର୍ଶ କରିଛନ୍ତି, ବସିବା ପାଇଁ କହିଛନ୍ତି, ଆଦେଶ ଦେଇଛନ୍ତି ମାତା କେକସୀ। ଆଉ କଣ ପୁତ୍ର ବିଭୀଷଣ, କଣ ତୁ ଏତେ ମଳିନ ଦେଖାଯାଉଛୁ, କଣ ହେଇଛି? ବହୁତ ଚିନ୍ତାଗ୍ରସ୍ତ ଜଣା ପଡୁଛୁ। ବିଭୀଷଣ ବୟାନ କରିଛନ୍ତି ଯେ ମାତା, ଆଜି ମତେ ବଡ ଭାଇ ରାବଣ ପୁରା ରାଜ ଦରବାରରେ ବହୁତ ଅପମାନିତ କରିଛନ୍ତି। ମୁଁ ମାତା ସୀତାଙ୍କୁ ଫେରେଇ ଦେଇ ଧର୍ମ ସଂସ୍ଥାପନ କରିବି, କେମିତି ଲଙ୍କାକୁ ବଞ୍ଚେଇ ହେବ, ସେଇ କଥା ମୁଁ ତାଙ୍କୁ କହିଲି। ବହୁତ ଅନୁରୋଧ କରିକି କହିଲି, କିନ୍ତୁ ସେ ମାନିଲେ ନାହିଁ, ଓଲଟା ମତେ କଣ କଲେ, ଅପମାନିତ କଲେ। ଏବଂ ସେଇଠି ଯେତେବେଳେ ଯିବା ପୂର୍ବରୁ ବିଭୀଷଣ କଣ କରିଛନ୍ତି, ଉଠିଛନ୍ତି, ତାଙ୍କ ରାଜ ମକୁଟଟି ଯୋଉ ଗଡ଼ିକି ପଡ଼ିଥିଲା ରାଜ ମକୁଟଟାକୁ ଧରିଛନ୍ତି ଏବଂ ଧୀରେ ଧୀରେ ରାବଣଙ୍କ ପାଖକୁ ଯାଇଛନ୍ତି। ରାବଣଙ୍କ ପାଦ ତଳେ ସେଇ ମକୁଟକୁ ଥୋଇ ଦେଇକି ପଳେଇ ଆସିଲା ବେଳକୁ ସେ ମୁକୁଟକୁ ମଧ୍ୟ ଏଭଳି ଏକ ଗୋଇଠା ମାରିଛନ୍ତି ରାବଣ ଯେ ବହୁତ ଦୂରରେ ଯାଇକି ବିଭୀଷଣଙ୍କ ମୁକୁଟଟି ପଡ଼ିଛି। ଓକେ, ଏହି ଦୃଶ୍ୟ ତାଙ୍କୁ ଆହୁରି ଅଭିଭୂତ କରିଛି, ବ୍ୟସ୍ତ କରିଛି, ବିବ୍ରତ କରିଛି, ଦୁଃଖ ଦେଇଛି ବିଭୀଷଣଙ୍କୁ। ସେଇ କଥା ମା କେକସୀଙ୍କ ଆଗରେ ବୟାନ କରୁଛନ୍ତି। ମାତା କେକସୀ କହୁଛନ୍ତି ଯେ ପୁତ୍ର, ଏବେ ତୋ ପାଇଁ ସବୁଠୁ ଭଲ ହବ ଗୋଟେ କଥା, ନମ୍ବର ୱାନ, ଯୋଉ ରାଜ୍ୟରେ ଆମେ ବସବାସ କରିଛନ୍ତି ଏ ରାଜ୍ୟର ଅଧୀଶ୍ୱର ହେଉଛନ୍ତି ରାଜା। ସେ ନ୍ୟାୟ ସମ୍ପନ୍ନ ନ୍ୟାୟବାନ ହୁଅନ୍ତୁ ବା ଅନ୍ୟାୟ ବି ହୁଅନ୍ତୁ, ତାଙ୍କର ଆଦେଶ ପ୍ରକାର ସେ ତତେ ତ୍ୟାଗ କରିଛନ୍ତି, ଲଙ୍କାରୁ ତଡ଼ିଛନ୍ତି। ପ୍ରଥମ କର୍ତ୍ତବ୍ୟ ଏକ ଲଙ୍କାର ଅଧିବାସୀ ପ୍ରଜା ଭାବରେ ରାଜାଙ୍କର ଆଦେଶକୁ ମାନିବା। ମାତା ବୁଝାଉଛନ୍ତି, ଶୁଣନ୍ତୁ, ପ୍ରଥମ କର୍ତ୍ତବ୍ୟ ହେଲା ରାଜାଙ୍କ ଆଦେଶକୁ ମାନିବା, ନମ୍ବର ୱାନ। ଦ୍ୱିତୀୟ ହେଲା ସେ ହେଉଛନ୍ତି ତୋର ବଡ ଭାଇ ଏବଂ ସେ ଯେତେବେଳେ ତତେ ତ୍ୟାଗ କରିଦେଲେ ତାପରେ ତୁ ଯଦି ନ ପଳେଇକି ପୁଣି ରହିବୁ, ତାହେଲେ ତାହା ବି ତୋର ବଡ ଭାଇଙ୍କ ପ୍ରତି ତୋର ଅସମ୍ମାନ ହବ। ତେଣୁ ତୁ ଏଇଠୁ ପଳେଇବା ବହୁତ ଜରୁରୀ ଅଟେ। କିନ୍ତୁ ମାତା, ମୁଁ ଯିବି କୁଆଡେ? ଆମ ପାରିଷଦ ବର୍ଗ କହୁଛନ୍ତି କି ପ୍ରଭୁ ରାମଚନ୍ଦ୍ରଙ୍କର ଶରଣାପନ୍ନ ହେଇକି ପ୍ରଜାମାନଙ୍କୁ ବଞ୍ଚାଅ। ଆପଣ କୁହନ୍ତୁ ମାତା, ମୁଁ ଯିବି କୁଆଡେ? ମାତା କେକସୀ କହିଛନ୍ତି ଯେ ପ୍ରଜାମାନେ ଠିକ କହିଛନ୍ତି। ରାବଣ ଯାହା କଲା ଆଜି ରାଜ ପରିଷଦରେ, ଏହା ଭୁଲ ଥିଲା। ଏହା ନିଶ୍ଚିତ ଭାବରେ ତାର ଭୁଲ ଏବଂ ତୁ ଯାଇକି ରାମଙ୍କ ଶରଣାପନ୍ନ କର। କିନ୍ତୁ ମାତା ରାମ କଣ ଗ୍ରହଣ କରିବେ? ନିଶ୍ଚିତ ଗ୍ରହଣ କରିବେ। ଆଜି ମତେ ତୋ ବାପା ବିଶ୍ରବା ବାରେ ମହର୍ଷି ଯେ ତାଙ୍କ ସ୍ୱାମୀଙ୍କ କଥା ଆଜି ମନେ ପଡୁଛି କହିକି ତାଙ୍କ ସ୍ୱାମୀ କହିଥିବା କଥାଟାକୁ ଉପସ୍ଥାପନ କରୁଛନ୍ତି ମାତା କେକସୀ। କହନ୍ତି, କଣ କହିଥିଲେ ବାପା? ନା, ତୋ ବାପା ଯେତେବେଳେ ହିମାଳୟ ଯାତ୍ରା କଲେ, ବାନପ୍ରସ୍ଥରେ ହିମାଳୟ ଯାତ୍ରା କଲେ ବିଶ୍ରବା, ଋଷି ବିଶ୍ରବା, ସେତେବେଳେ ମତେ ଗୋଟେ କଥା କହିଥିଲେ ଯେ କେକସୀ, ଆଉ ଭଗବାନ ବିଷ୍ଣୁ ଅବତାର ହେଇସାରିଲେ ଏବଂ ଖୁବ ଶୀଘ୍ର ଆମର ରାବଣର ସ୍ୱର୍ଣ୍ଣ ଲଙ୍କା ଧ୍ୱଂସ ହେବା ପାଇଁ ଯାଉଛି। ଆଉ ଏ ଲଙ୍କାକୁ ଯଦି ବଞ୍ଚେଇକି ଜଣେ ରଖିବ, କିଛି ମାତ୍ରାରେ ବି ଲଙ୍କାକୁ ଯଦି ବଞ୍ଚେଇବ, ସମ୍ପୂର୍ଣ୍ଣ ଭାବରେ ମାଟିରେ ନ ମିଶେଇ ଲଙ୍କା ବୋଲି ଗୋଟେ ଜାଗାର ପରିଚୟକୁ ଯଦି ବଜାୟ ରଖିବ, ତାହେଲେ ଜଣେ ସେ ହେଉଛି ଆମ ସାନ ପୁଅ ବିଭୀଷଣ। ଏଇ କଥା ବିଶ୍ରବା କହିକି ଯାଇଥିଲେ ଏବଂ ଏଇ କଥାଟା ମନ୍ଦୋଦରୀ କେକାସୀ କହିଲେ ଏବଂ ହୃଦ୍ବୋଧ କଲେ ଯେ ପିତାଙ୍କ କଥା ସତ୍ୟ ହେବାକୁ ଯାଉଛି। ପୁତ୍ର, ତୁ ଯଦି ସତରେ ଲଙ୍କାକୁ ବଞ୍ଚାଇବା ବି ଚାହୁଁ, ଲଙ୍କା ଗୋଟେ ଭବିଷ୍ୟତ ପାଇଁ ରହୁ ବୋଲି ତୁ ଯଦି ଚାହୁଁ ଗୋଟେ ପରିଚୟ, ତାହେଲେ ତୁ ସେଇ ପ୍ରଭୁଙ୍କ ପାଖକୁ ଯା, ଶରଣାପନ୍ନ ହେଇଯା। ମୋର ବିଶ୍ୱାସ ସେ ବିଶ୍ୱାସ କରିବେ। ଆଉ ଗୋଟେ କଥା ତତେ କହୁଛି ପୁତ୍ର, ରଘୁବଂଶରେ, ତାଙ୍କ ବଂଶରେ
ବଚନକୁ ଯାହାକୁ କଥା ଦିଅନ୍ତି ତାକୁ ଜୀବନ ଠାରୁ ଅଧିକ ପାଳନ କର। ଜାନ ଯାଇପାରିବେ ଚାନ ନ ଯାଏ ରଘୁବଂଶରେ। ଆଉ ଥରେ ଯଦି ତତେ ଖାଲି ବାଇଚାନ୍ସ ବଚନ ଦେଇଦେଲେ ଦୁଇଟି କଥା ହବ। ଗୋଟେ କଥା ତତେ ମୃତ୍ୟୁଦଣ୍ଡ ଦେବେ ଶତ୍ରୁପକ୍ଷ ବୋଲି। ଯଦି ଭଗବାନ ବି ମୃତ୍ୟୁଦଣ୍ଡ ଦେଲେ ତୁ ଯୋଉ ଆଧ୍ୟାତ୍ମିକ ଚେତନା ଭଗବାନଙ୍କ ଶରଣାପନ୍ନ ଭଗବାନଙ୍କ ଠାରେ ମିଳନ ହେବାର ଆକାଂକ୍ଷା ରଖିଛୁ ତାହା ପୂରଣ ତ ହେଇଗଲା। ଭଗବାନ ତତେ ମୁକ୍ତି ଦେଇଦେଲେ। ଏବଂ ନମ୍ବର ଟୁ କାରଣ ଯଦି ହେଲା ଯଦି ତୋ କଥାରେ ସହମତି ପ୍ରକାଶ କରିକି ତଥାସ୍ତୁ କରିଦେଲେ ଲଙ୍କା ବଞ୍ଚିଯିବ। ଲଙ୍କାଟା ବଞ୍ଚିଯିବ ସ୍ୱର୍ଣ୍ଣ ଲଙ୍କା। ତେଣୁ ଏଇ ଦୁଇଟାରୁ ଗୋଟେ ହେବ। ଏଇ କଥା ମାତା କେକସୀ ଅତି ସୁନ୍ଦର ଭାବରେ ବୁଝେଇକି ବିଭୀଷଣକୁ ପଠଉଛନ୍ତି। ବିଭୀଷଣ ସେଠି ଯିବା ପୂର୍ବରୁ ପୁଣି କେକସୀଙ୍କୁ ଅନୁରୋଧ କରୁଛନ୍ତି। ମାନେ କେତେ କେତେ ସମୟ ଧରିକି ଡିପ୍ ଲେଭେଲରେ ବିଭୀଷଣ ଚିନ୍ତା କରିଛନ୍ତି। ତାଙ୍କ ମାଇଣ୍ଡ ଭିତରେ ଆସିଛି କି ଗୋଟେ ଲଙ୍କାଟା ବଞ୍ଚିଯାଉ ସେ କଥାକୁ ଆମେ ଯିବା। ପୁଣି ମାତାଙ୍କ ଆଦେଶ ମାଗୁଛନ୍ତି ଯେ ହେ ମାତା ଆଉ ଥରେ କଣ ମୁଁ ଯାଇକି ଟିକେ ରାବଣଙ୍କୁ କୁହନ୍ତି ବଡ ଭାଇଙ୍କୁ ଅନୁରୋଧ କରନ୍ତି କେମିତି ହୁଅନ୍ତା। ହସି ଦେଇଛନ୍ତି କେକସୀ। ତୁ ଗୋଟେ ସାଧୁରେ ପୁଅ। ପ୍ରକୃତରେ ସାଧୁ ମାନେ ସାଧୁ ତୁ। ଏତେ ସରଳ ଏତେ ସରଳ ଏତେ ଅତ୍ୟାଚାର ପାଇଲା ପରେ ଲାତ ଖାଇଲା ପରେ ତୋର ମୁକୁଟକୁ ଫିଙ୍ଗିଲା ପରେ ପ୍ରଜାବତ୍ସଳ ମାନେ ହି 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 କରି ହସିକି ତୋତେ ଅଟ୍ଟହାସ୍ୟ କଲା ପରେ ତାପରେ ବି ପୁଣି ତୁ ଚେଷ୍ଟା କରୁ। ହଉ ହଉ ବାପା ଯା ମୋର ଆଦେଶ ତୁ ପୁଣି ଥରେ ଚେଷ୍ଟା କରିବି କହୁଛୁ ଯା ଚେଷ୍ଟା କର କହିଛନ୍ତି। ଆଉ କିଛି କହିନାହାନ୍ତି। ରାବଣ ପୁନର୍ବାର ରାବଣଙ୍କ ପାଖକୁ ବିଭୀଷଣ ଯାଇଛନ୍ତି। ଦେଖ ପୁନର୍ବାର ଯାଇଛନ୍ତି। ଯେତେବେଳେ ରାବଣଙ୍କୁ ବିଦାୟ ନେବା ପୂର୍ବରୁ ପୁନର୍ବାର ଯାଇଛନ୍ତି ଯେ ହେ ବଡ ଭାଇ ମତେ ତ ଆପଣ ତ୍ୟାଗ କରିଛନ୍ତି ଅଗ୍ରଜ ଲଙ୍କେଶ୍ୱର ମୁଁ ତ ଲଙ୍କା ଛାଡ଼ିକି ପଳାୟନ ଏବେ କରିବି। କିନ୍ତୁ ମୋ ଶେଷ ଅନୁରୋଧ ଆପଣ ଯାହାକୁ ଗୋଟେ ସାଧାରଣ ନାରୀ ବୋଲିକି ଚୋରେଇ ଆଣିଛନ୍ତି ସେ ନାରୀ ହିଁ ଏଇ ଲଙ୍କାର ଧ୍ୱଂସର କାରଣ ବନିବେ। ତେଣୁ ଏବେ ବି ସମୟ ଅଛି। ଆପଣ ଯଦି ତାଙ୍କୁ ଫେରେଇ ଦିଅନ୍ତେ ତାହେଲେ ସ୍ୱର୍ଣ୍ଣ ଲଙ୍କାଟି ବଞ୍ଚିଯାନ୍ତା। ରାବଣ ଆଉ କ୍ରୋଧକୁ ସମ୍ବରଣ କରିପାରିନାହାନ୍ତି। ଏତେ କ୍ରୋଧ ତାଙ୍କ ଭିତରେ ଆସିଛି ତ ଖଣ୍ଡା ବାହାର କରିଛନ୍ତି ଏବଂ ବିଭୀଷଣକୁ ହାଣିବା ପାଇଁ ଉଦ୍ୟତ ହେଉଛନ୍ତି ପୁରା ମାରିବା ପାଇଁ। ମାରିବା ପାଇଁ ଉଦ୍ୟତ ହୁଅନ୍ତେ ମନ୍ଦୋଦରୀ ଆସିକି ଅଟକି ଦେଇଛନ୍ତି ନା ପ୍ରଭୁ ନା। ଅଟକେଇ ଦେଇଛନ୍ତି ଏବଂ ବିଭୀଷଣକୁ ସେ ବିଦାୟ ଦେଇଛନ୍ତି। ଦେଖନ୍ତୁ ଏତିକି ହେଲା ପରେ ମଧ୍ୟ ତାଙ୍କ ପ୍ରଜାମଣ୍ଡଳୀ ଅର୍ଥାତ୍ ତାଙ୍କର ମନ୍ତ୍ରିମଣ୍ଡଳୀ ମନ୍ତ୍ରୀ ପରିଷଦ ଗଣ କହିସାରିଲେଣି ବାରମ୍ବାର ସତର୍କ କଲେଣି କି ଯଦି ଲଙ୍କା ନ ଛାଡୁଛନ୍ତି ଆପଣ ତାହେଲେ କାରାଗାରରେ ରଖିଦବ ବା ମାରି ବି ଦେଇପାରେ। ଡରୁଛନ୍ତି ସେମାନେ। କେକେସି ବି ଜାଣିଛନ୍ତି ତାଙ୍କ ହସରେ ମଧ୍ୟ ସୂଚନା ଥିଲା କି ରାବଣ ମାନିବ ନାହିଁ। ଏତିକି ଅପମାନିତ ହେଲା ପରେ ମଧ୍ୟ ବିଭୀଷଣ ପୁନର୍ବାର ଚେଷ୍ଟା କରିଛନ୍ତି ରାବଣଙ୍କ ପାଖକୁ ଯାଇଛନ୍ତି ଏବଂ ଅଳ୍ପ କି ବଞ୍ଚିକି ଆସିଛନ୍ତି। ମାରିଥିଲେ ତାଙ୍କର ଡର ନଥିଲା ଡର ଥିଲେ ସେ ଯାଇଥାନ୍ତେ। ତେଣୁ ଗୋଟେ ମୋରାଲ କରେଇଛି ବୋଲିକି ଯୋଉ କୁହାଯାଏ ଆମର ମାନସିକ ଶକ୍ତି ସାହସ ପୁରାଣ ଚରିତ୍ର ଭିତରେ ତ୍ରେତା ଯୁଗରେ ଯଦି ଆମେ ଦେଖିବା ତାହେଲେ ସବୁଠୁ ଅଧିକ ମୋରାଲ କରେଜ ଥିଲା ବିଭୀଷଣଙ୍କର ଏଇଟା ଜାଣିଥାନ୍ତୁ। ଏଇଟା ହଉଛି ଜିକେ ଜେନେରାଲ ନଲେଜ। ମୋରାଲ କରେଜ କାର ଥିଲା କହିଲେ ବିଭୀଷଣଙ୍କୁ ମୋରାଲ କରେଜର ଗୋଟେ ପ୍ରତୀକ ଭାବରେ ସିମ୍ବଲ ଭାବରେ ନିଆଯାଇଛି। ଏତିକି ମୋରାଲ କରେଜ ତାଙ୍କ ଭିତରେ ଥିଲା କି ସେ ଲଙ୍କାରେ ବି ଥାଇକି ଭଗବାନଙ୍କର ଗୁଣ କୀର୍ତ୍ତନ କରିପାରୁଥିଲେ ତୁଳସୀ ଚଉରା ରଖୁଥିଲେ ଏଥିପାଇଁ ବହୁତ ଦୁଃଖ ସହିବାକୁ ପଡେ। ହନୁମାନ ଯେତେବେଳେ ପଚାରିଥିଲେ କି ଆପଣ କେମିତି ରହୁଛନ୍ତି ଲଙ୍କାରେ କେମିତି ରହୁଛନ୍ତି ଆପଣ ବୁଝିପାରୁଛନ୍ତି। ସେ ସେଇଠି କହିଥିଲେ ଦୁଇ ଦାନ୍ତ ବାଢି ମାନଙ୍କ ମଝିରେ ଜିଭ ଯେମିତି ରୁହେ ସେଇଭଳି ମୁଁ କଷ୍ଟରେ ରହିଛି। କେତେବେଳେ ଦୁଇ ଦାନ୍ତ ମାନଙ୍କ କେତେବେଳେ କାମୁଡିବ ସେଇ କଷ୍ଟ ଦେଇକି ମୋର ଏଇ ସୁନ୍ଦର କାଣ୍ଡରେ ଏଇଟା ସୁନ୍ଦର ଭାବରେ ଗୀତରେ ଅଛି ଆପଣମାନେ ଶୁଣିଥିବେ। ସୁନ୍ଦର କାଣ୍ଡ ଅନେକ ଜାଗାରେ କରାଯାଏ। ଜିହ୍ୱାଟା ସେଇ ଦୁଇ ଦାନ୍ତ ମଝିରେ ଯେମିତି ରହେ ସେମିତି ରହିଛି ଏତେ କଷ୍ଟ
ସହିତ କଷ୍ଟର ସହିତ ଏଇଠି ମୁଁ ରହୁଛି ବୋଲି କହିଥିଲେ ବିଭୀଷଣ। ଏବଂ ବିଭୀଷଣ ପଳେଇ ଆସିଛନ୍ତି। ବିଭୀଷଣ ଆସିକି ତାଙ୍କ ପାରିଷଦ ବର୍ଗ ମନ୍ତ୍ରୀ ପରିଷଦ 40 ଜଣ ବ୍ୟକ୍ତିଙ୍କୁ ଭଲ ଭଲ 4ଟି ବ୍ୟକ୍ତିଙ୍କୁ ଧରିକି ରାମଚନ୍ଦ୍ରଙ୍କ ଯୁଦ୍ଧ ଶିବିରକୁ ଆସିଛନ୍ତି। ମୁଁ ତ ଶୂନ୍ୟରେ ଆସିପାରନ୍ତି। ଯେତେବେଳେ ଆସନ୍ତି ସବୁ ଚତୁର୍ଦିଗରେ ଜଗେଇ ଦେଇଛନ୍ତି ସମସ୍ତ ବାନର ସେନାମାନଙ୍କୁ। କିଷ୍କିନ୍ଧାର ଅଧିପତି ସୁଗ୍ରୀବ, ରାଜା ସୁଗ୍ରୀବ ଗୋଟେ ପଟେ ତାଙ୍କ ସୈନ୍ୟମାନଙ୍କୁ ଯୋଗାଇଛନ୍ତି। ସୈନ୍ୟମାନେ ଦେଖିଛନ୍ତି 4 ଜଣ ଆସୁଛନ୍ତି, ଅଟକେଇଛନ୍ତି ଏବଂ ସୁଗ୍ରୀବଙ୍କୁ ଖବର ଦେଇଛନ୍ତି ଯେ 4 ଜଣ ଲଙ୍କା ଆଡୁ ଆସିଛନ୍ତି ଏବଂ ଆମେ ତାଙ୍କୁ ଅଟକାଇକରି ରଖିଛୁ, ଆପଣ ଚାଲନ୍ତୁ। ତାପରେ ସୁଗ୍ରୀବ ଆସିଛନ୍ତି, ତାଙ୍କୁ ପଚାରିଛନ୍ତି। ପଚାରିଲା ପରେ ସେମାନେ କହିଛନ୍ତି ଆମେ ସତ କଥା କହୁଛୁ, ଆମେ ସୀତାଙ୍କୁ ମା ସୀତାଙ୍କୁ ଫେରାଇବା ପାଇଁ କହିଲୁ, ରାବଣ ଶୁଣିଲେ ନାହିଁ। ଆମେ ବିରୋଧ ମୁଁ କଲି, ବିରୋଧ କଲା ପରେ ମତେ ତ୍ୟାଗ କରିଦେଇଛନ୍ତି। ଇଏ ମୋର ମନ୍ତ୍ରୀ ପାରିଷଦ, ଆଉ ଆମେ ଭଗବାନଙ୍କ ଶରଣାପନ୍ନ ପାଇଁ ଶ୍ରୀରାମଙ୍କ ଶରଣାପନ୍ନ ପାଇଁ ଆସିଛୁ, ଆପଣ ଖବର ଦିଅନ୍ତୁ। ଠିକ ଅଛି, ଆମେ ନ ଆସିଲା ପର୍ଯ୍ୟନ୍ତ ଏଠୁ ହଲିବେ ନାହିଁ, ଯଦି ହଲିବେ ତାହେଲେ ଆପଣଙ୍କୁ ଧ୍ୱଂସ କରିଦିଆଯିବ କହିକି ପୁରା ତାଗିଦ କରିକି ସୁଗ୍ରୀବ ତାଙ୍କୁ ଅଟକେଇକି ପ୍ରଭୁଙ୍କ ପାଖକୁ ଯାଇକି ଖବର ଦେଇଛନ୍ତି ଯେ ବିଭୀଷଣ ରାବଣର ଭାଇ ଆସିଛନ୍ତି। ଅନେକ ଏକଦମ ଲକ୍ଷ୍ମଣ ସିରିୟସ୍ ହେଇଛନ୍ତି, ଆରେ ରାବଣ ଭାଇ କଣ ପାଇଁ ଆସିଲା। ଆଉ କୌଣସି ଅନ୍ୟମାନେ ମଧ୍ୟ ଟିକେ ସିରିୟସ୍ ହେଇଯାଇଛନ୍ତି, ସୁଗ୍ରୀବ ମାନେ ବି ଚାହିଁବେ ତ ଏବେ ଆମେ ଏଇଠି ଏଇଠି ତାଙ୍କୁ ମାରିକି ବଟେଇଦେବୁ, ଏମିତି ବି କିଛି ଜଣ କହୁଛନ୍ତି। ରାମ ସମସ୍ତଙ୍କ କଥା ଶୁଣୁଛନ୍ତି, ହସୁଛନ୍ତି, ସ୍ମିତା ସେ ସମସ୍ତଙ୍କର ବିଚାର ଶୁଣିଲେ କିଏ କହୁଛି ନା ନା ଶତ୍ରୁଙ୍କୁ ବିଶ୍ୱାସ କରିବା ଠିକ ନାହିଁ, ରାକ୍ଷସର ଭାଇ କେବେ ଧର୍ମ କରିପାରିବ, ଗୋଟେ ରକ୍ତରେ ଗଢ଼ା, ସେ ମାୟା ବି ଥିବ, ମାୟା ଆଚରଣ କରିବା ପାଇଁ ଆସିଥିବ, ରାବଣ ତାକୁ ପଠେଇଥିବ। ଏମିତି ଅନେକ ପ୍ରକାର ଆଲୋଚନା ସେଠି ହେଇଛି। ଆଲୋଚନା ବିଲୋଚନା ପରେ ହସି ହସି ରାମଚନ୍ଦ୍ର କହିଛନ୍ତି ଯେ ଦେଖ, ଯିଏ ମିଛର ବି କହୁ କି ମୁଁ ପ୍ରଭୁଙ୍କ ଶରଣାପନ୍ନ ପାଇଁ ଆସିଛି, ମୁଁ ତାଙ୍କୁ ଗ୍ରହଣ କରିବି। ଚାହେ ସେ କପଟ କରିଥାଉ, ଚାହେ ସେ ମାୟାବୀ ରୂପ ଧାରଣ କରିକି ଆସିଥାଉ, ସେଥିରେ ମୋତେ କିଛି ଫରକ ପଡ଼ିବନି, କିନ୍ତୁ ମୁଁ ତାକୁ ଗ୍ରହଣ କରିବି, ଯାଅ ସାଦରେ ତାଙ୍କୁ ଡାକି ଆଣ। ହନୁମାନ ଯେତେବେଳେ ବିଭୀଷଣଙ୍କ ନାଁ ଶୁଣିଛନ୍ତି, ହନୁମାନ ରାମଚନ୍ଦ୍ରଙ୍କୁ ସବୁ କଥା କହିଥିଲେ। ରାମଚନ୍ଦ୍ର କହିଛନ୍ତି ଯେ ନା 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 ନା, ସେ ମାୟାବୀ ନୁହଁ, ବିଭୀଷଣ ହଉଛନ୍ତି ଏକଦମ ଯାହା ପାଇଁ କି ମୁଁ ସୀତାଙ୍କୁ ଠାବ କରିପାରିଲି, ଯିଏକି ଭଗବାନଙ୍କ ନାମ ଆଲୋଚନା କରନ୍ତି, ଯିଏକି ତୁଳସୀ ଚଉରା ଲଙ୍କାରେ ରଖିପାରିଛନ୍ତି, ସେଇ ଏକଦମ ଧର୍ମକୁ ଅନୁସରଣ କରୁଥିବା ନୀତି ସମ୍ପନ୍ନ ଧର୍ମାବଲମ୍ବୀ ବିଭୀଷଣ ଏମିତି ମାୟା ହେଇ ନ ପାରନ୍ତି। ହନୁମାନ ବି ମତାମତ ଦେଇଛନ୍ତି ଏବଂ ରାମଚନ୍ଦ୍ର ଡକେଇଛନ୍ତି। ଆସିଛନ୍ତି ସମସ୍ତେ, ସମସ୍ତଙ୍କୁ ପାଛୋଟି ଆଣିଛନ୍ତି, ବସିବା ପାଇଁ ଆସନ ଦେଇଛନ୍ତି, ବିଭୀଷଣଙ୍କ ସାଙ୍ଗରେ କଥା ହେଇଛନ୍ତି। ରାମଚନ୍ଦ୍ର ବିଭୀଷଣ ସବୁ କଥା କହିଲା ପରେ ବିଭୀଷଣ ଅନୁରୋଧ କରିଛି ଯେ, ହେ ପ୍ରଭୁ ଆପଣ ଲଙ୍କାଙ୍କୁ ବଞ୍ଚାନ୍ତୁ। ଲଙ୍କାରେ ଯୋଉ ଅନେକ ରାକ୍ଷସଗଣ ଅଛନ୍ତି, ସମସ୍ତେ ଯଦିଓ ରାକ୍ଷସଗଣ କ୍ରୂର ତଥାପି ଅନ୍ୟାୟୀ ନୁହନ୍ତି, ବିଚାର ନାହିଁ, ବହୁତ ଲୋକ ଭଲ ଲୋକମାନେ ମଧ୍ୟ ଅଛନ୍ତି ଏବଂ ସେମାନଙ୍କୁ ରାବଣ ଯୋଉ ଅତ୍ୟାଚାର କରୁଛି, ଆଜି ଯାହା କାମ ରାବଣ କଲେ ସେଥିରେ ଆମର ଲଙ୍କା ଧ୍ୱଂସ ପାଇବ, ତେଣୁ ଆପଣ ଲଙ୍କାକୁ ବଞ୍ଚେଇବା ପାଇଁ ହିଁ ମୁଁ ଆପଣଙ୍କ ଶରଣାପନ୍ନ ହେଇଛି। ଏବଂ ସେଇଠି ବର୍ଣ୍ଣନା କରିଛନ୍ତି ମୋର ମକୁଟକୁ, ରାଜ ମକୁଟକୁ ଗୋଇଠା ମାରିକି କେମିତି ରାବଣ ଫିଙ୍ଗିଦେଲେ। ରାମଚନ୍ଦ୍ର ତାଙ୍କର ସୁଗ୍ରୀବ ସମେତ ଲକ୍ଷ୍ମଣ ସମସ୍ତଙ୍କୁ ଆଦେଶ ଦେଇଛନ୍ତି ଯେ, ହେ ଲକ୍ଷ୍ମଣ ତମେ ଯାଅ ସମୁଦ୍ରରୁ ଏକଦମ ପବିତ୍ର ପାଣି ଆଣ, ପବିତ୍ର ଜଳ। ପବିତ୍ର ଜଳ ଆଣିଲା ପରେ ବିଭୀଷଣଙ୍କୁ ସେଇ ଯୁଦ୍ଧ କ୍ୟାମ୍ପ ଭିତରେ ରାଜ୍ୟାଭିଷେକ କରିଛନ୍ତି ରାମଚନ୍ଦ୍ର। ଏବଂ ସେଇଠି କହିଲା ଭିତରେ ଆଲୋଚନା କରିଦେଇଛନ୍ତି, ହେ ଲଙ୍କେଶ ବୋଲି କହିଦେଇଛନ୍ତି ରାମ। ବିଭୀଷଣଙ୍କୁ ବିଭ୍ର ଆଶ୍ଚର୍ଯ୍ୟ ହେଇଛନ୍ତି। ଲଙ୍କାର ଈଶ ତ ରାବଣ, ମୋତେ ଆପଣ ଏମିତି ସମ୍ବୋଧନ କରିବାର ଅର୍ଥ ମୁଁ ବୁଝିପାରିଲିନି ପ୍ରଭୁ। ରାମଚନ୍ଦ୍ର କହିଛନ୍ତି କି ପ୍ରକୃତ ଲଙ୍କାର ରାଜା ତ ହଉଛନ୍ତି ଆପଣ। ଆପଣ ତ ଯୋଉ ପ୍ରଜାବତ୍ସଳ ମାନଙ୍କ କଥା ଯିଏ ଚିନ୍ତା କରନ୍ତି ସିଏ ତ ରାଜା। ଯିଏ ତ ପ୍ରଜାମାନଙ୍କ କଥା ବୁଝନ୍ତି ସେ ତ ରାଜା ନୁହଁ, ସେ ରାଜାଙ୍କ ଆସନରେ ହୁଏତ ଆସୀନ ହେଇଛନ୍ତି, କିନ୍ତୁ ସେ ପ୍ରକୃତ ରାଜା ନୁହଁ। ସେଇ ଜାଗାରେ କହିଦେଲେ ଏବଂ ଅଭିଶାପ କଲେ, ତମକୁ ଲଙ୍କାର ଅଧିପତି ଭାବରେ ତମକୁ ଆଡଭାନ୍ସ
ଅଭିଷେକ କରାଯାଉଛି। ରାମଚନ୍ଦ୍ର ଅଭିଷେକ କଲେ ଏବଂ ବିଭୀଷଣଙ୍କୁ ଅଭିଷେକ କରିଛନ୍ତି। ଅଭିଷେକ କରିକି ପ୍ରମାଣ କରିଦେଇଛନ୍ତି ଯେ ଆଗାମୀ ସମୟରେ ଆପଣ ହୋଇଛନ୍ତି ଲଙ୍କାର ରାଜା ବା ଅଧୀଶ୍ୱର। ଏମିତି ବିଭୀଷଣ ଚରିତ୍ରକୁ ଯଦି ଆମେ ଆଗକୁ ଦେଖିବା ସମତ ହେଇଗଲାଣି, ତା ଭିତରେ ଯଦିଓ ଭାଇ ସାଙ୍ଗରେ ରହିନାହିଁ ଗୃହଶତ୍ରୁ ଲଙ୍କା ବିଭୀଷଣଙ୍କ ପାଇଁ ହିଁ ଲଙ୍କା ହତୋତ୍ସାହ ହେଲା, ରାବଣ ମୃତ୍ୟୁବରଣ କଲା। ବିଭୀଷଣ ନଥିଲେ ରାମଙ୍କୁ କଷ୍ଟ ହେଇଥାନ୍ତା ବୋଲି କେହି କେହି କୁହନ୍ତି, ମିଛ କଥା। ରାମଙ୍କ ପାଖରେ ଏତେ ଶକ୍ତି ଅଛି ଯେ କିଏ ହେଲେ ଯାଇକି ସେ ଯୁଦ୍ଧରେ ବିଜୟ ଲାଭ କରିବେ, ଏହା ଆଦୌ ନୁହଁ। ହଁ, ବିଭୀଷଣ ଧର୍ମ ମାର୍ଗରେ ଗଲେ ଏବଂ ବିଭୀଷଣଙ୍କ ପାଇଁ ରାମଚନ୍ଦ୍ରଙ୍କୁ କେତେ ସହଜ ହେଲା ତାହା ସତ କଥା। କିନ୍ତୁ ସେ ଯାଇନଥିଲେ ଯେ ରାମଚନ୍ଦ୍ର ପରାସ୍ତ ହେଇଥାନ୍ତେ, ଏହା ଭୁଲ ଜିନିଷ। ଏଟାକୁ କେହି ସ୍ୱୀକାର କରିବା ଉଚିତ ନୁହେଁ। ତେଣୁ ଏହା ମଧ୍ୟ ହେଇଛି ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଲଙ୍କା ଧ୍ୱଂସ ବିଧ୍ୱଂସ ହେଇଗଲା, ବହୁତ ଲୋକ ମରିଗଲେ, ରାବଣ ମୃତ୍ୟୁ ହେଲା, ତାପରେ ଲଙ୍କାରେ ମଧ୍ୟ ଅଧୀଶ୍ୱର କଲେ ବିଭୀଷଣକୁ। ବିଭୀଷଣ ପୁଣି ରାମଙ୍କ ସହିତ ମଧ୍ୟ ଅଯୋଧ୍ୟାକୁ ଆସିଛନ୍ତି ଦେଖିବା ପାଇଁ। ରାମଙ୍କର ଅଭିଷେକ ଉତ୍ସବ ଆପଣମାନେ ଏହି କଥା ମଧ୍ୟ ଜାଣିଛନ୍ତି, ଦେଖିବା ପାଇଁ ଆସିଛନ୍ତି। ତେବେ ମନ୍ଦୋଦରୀ ବି ଜଣେ ବହୁତ ଭଗବାନଙ୍କର ଗୁଣ କୀର୍ତ୍ତନ ସମ୍ପନ୍ନ କରୁଥିବା ଏକ ନାରୀ, ରାବଣଙ୍କ ସ୍ତ୍ରୀ ହେଲେ ବି ତାଙ୍କୁ ଗ୍ରହଣ କରିଛନ୍ତି, ବିଭୀଷଣ ରହିଛନ୍ତି। ତେବେ ଆପଣମାନେ ଜାଣିଥିବେ କି ପ୍ରଶ୍ନ ଉଠି ଏମିତି କେମିତି ସ୍ତ୍ରୀ ମାନଙ୍କୁ ଗ୍ରହଣ କରୁଛନ୍ତି, ଏଇ କରନ୍ତି, ଏମିତି କଥା ଉଠେ। କିନ୍ତୁ ଆପଣମାନେ ଜାଣିଥିବେ ସତୀ ଏବଂ ମହାସତୀ, ଏଇ ତଥ୍ୟ ଟିକେ କହିକି ସାରିବି। ସତୀ ଏବଂ ମହାସତୀ ଭିତରେ ତଫାତ୍ ଆପଣମାନେ ଜାଣିଥିବେ, ଜାଣିଛନ୍ତି ନା ସତୀ ଏବଂ ମହାସତୀ। ସତୀ କହିଲେ ଯେମାନେ ହେଉଛନ୍ତି ସତୀ ସୀତା ହେଲେ, ସୁକନ୍ୟା ହେଲେ, ସାବିତ୍ରୀ ହେଲେ, ଅନୁସୟା ହେଲେ, ନ ପାହୁରାତି ନ ମରୁପତି, ଏକ ରାତି ହେଉ ଶପଥ ରାତି, ଯିଏ ଅନୁସୟା ରାତିକୁ ବି ବନ୍ଦ କରିଦେଇଥିଲେ, ଏମାନେ ହେଲେ ସତୀ। ଯୋଉମାନଙ୍କର ଜଣେ ଜଣେ ସ୍ୱାମୀ ବ୍ୟତିରେକ ଆଉ ଦ୍ୱିତୀୟ ସ୍ୱାମୀଙ୍କର ପରିକଳ୍ପନା କରନ୍ତି ନାହିଁ, ସେମାନେ ହେଲେ ସତୀ। ଅଠ ମହାସତୀ ହେଲେ ଯୋଉମାନଙ୍କର ଏକାଧିକ ସ୍ୱାମୀ ଥାଇକି ବି ସେମାନେ ବହୁତ ପବିତ୍ର ପବିତ୍ର ଏବଂ ଭଗବାନଙ୍କର ନିକଟବର୍ତ୍ତୀ, ସେମାନେ ହେଲେ ମହାସତୀ। ଯୋଉମାନଙ୍କର ନାମ ଉଚ୍ଚାରଣ କରନ୍ତେ ଆମର ସମସ୍ତ ସଙ୍କଟ ମୋଚନ ହୁଏ। ଆପଣ ଜାଣିଥିବେ କୁନ୍ତି, ମନ୍ଦୋଦରୀ, ତାରା, ଅହଲ୍ୟା, ଦ୍ରୌପଦୀ ତଥା ପଞ୍ଚ କନ୍ୟାಂ ସ୍ମରେ ନିତ୍ୟಂ ମହାପାତକ ନାଶିନୀ। ବଡ଼ ବଡ଼ ପାପ ମାନେ ଆପଣଙ୍କର ଦୂର ହେଇଯିବ, ନାଶ ହେଇଯିବ, ଏଇ ଯଦି ପଞ୍ଚ ମହାସତୀଙ୍କ ନାମ ଆପଣ ଉଚ୍ଚାରଣ କରିଛନ୍ତି। ଏବଂ ଏଇ ପଞ୍ଚ ମହାସତୀଙ୍କର ଆପଣମାନେ ଜାଣିଛନ୍ତି ସମସ୍ତଙ୍କର ଏକାଧିକ ସ୍ୱାମୀ ଥିଲେ। କୁନ୍ତୀଙ୍କର ପାଣ୍ଡୁ ହେଉଛନ୍ତି ସ୍ୱାମୀ। ଏତଦ୍ ବ୍ୟତୀତ ଯୁଧିଷ୍ଠିରଙ୍କୁ କର୍ଣ୍ଣକୁ ଜନ୍ମ ଦେବା ପାଇଁ ସୂର୍ଯ୍ୟଙ୍କୁ ଡାକିଥିଲେ, ଯୁଧିଷ୍ଠିରଙ୍କୁ ଧର୍ମଙ୍କୁ ଡାକିଥିଲେ, ଭୀମଙ୍କୁ ବାୟୁକୁ ଡାକିଥିଲେ, ଅର୍ଜୁନଙ୍କୁ ଇନ୍ଦ୍ରଙ୍କୁ ଡାକିଥିଲେ। ଏତେ ସ୍ୱାମୀଙ୍କୁ ଧାରଣ କରିକି ମଧ୍ୟ କୁନ୍ତୀ ପବିତ୍ର ମହାସତୀ ରାଜ୍ୟ, ସତୀଠାରୁ ଆହୁରି ଉର୍ଦ୍ଧ୍ୱତର ଚେତନାରେ। ଠିକ୍ ସେହିପରି ମନ୍ଦୋଦରୀଙ୍କ କଥା ଯଦି ନେବେ, ସେ ହେଲେ ରାବଣ ଏବଂ ବିଭୀଷଣଙ୍କ ପତ୍ନୀ ମନ୍ଦୋଦରୀ, ସେ ବି ବହୁତ ପବିତ୍ର। ତାରାଙ୍କ କଥା ଯଦି ନେବେ, ବାଳି ଏବଂ ସୁଗ୍ରୀବଙ୍କର ପତ୍ନୀ ହେଉଛନ୍ତି ତାରା, ସେ ମଧ୍ୟ ପବିତ୍ର ସହିତ। ଅହଲ୍ୟାଙ୍କ କଥା ଯଦି ନେବେ, ଗୌତମ ଋଷିଙ୍କ ପତ୍ନୀ, ତା ବ୍ୟତୀତ ଇନ୍ଦ୍ରଙ୍କ କୋଳରେ ବସିଥିଲେ, ଘଟଣା ମାନେ ଆପଣ ଜାଣିଛନ୍ତି, ସେ ମଧ୍ୟ ପବିତ୍ର। ଏବଂ ଦ୍ରୌପଦୀଙ୍କ କଥା ଯଦି ନେବେ, ପଞ୍ଚୁ ପାଣ୍ଡବ ଆପଣ ଭଲ ଭାବେ ଜାଣିଛନ୍ତି। ତେବେ ଏ ମହାସତୀ ମାନେ, ତା ଭିତରେ କାହିଁକି ମହାସତୀର ଆଖ୍ୟାନ ଏଠି କହିଲି, ମନ୍ଦୋଦରୀଙ୍କ ପାଇଁ। କି ମନ୍ଦୋଦରୀ ବିଭୀଷଣଙ୍କ ପାଖରେ ସମ୍ଭାଗ୍ୟ ଭାବରେ ରହିଲା ପରେ ମଧ୍ୟ ସେ ମହାସତୀ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ତେଣୁ କୁନ୍ତୀ, ମନ୍ଦୋଦରୀ, ତାରା, ଉଚ୍ଚାରଣ କରନ୍ତୁ ମୋ ସାଙ୍ଗରେ, କୁନ୍ତୀ, ମନ୍ଦୋଦରୀ, ତାରା, ଅହଲ୍ୟା, ଦ୍ରୌପଦୀ ତଥା ପଞ୍ଚ କନ୍ୟା ସ୍ମରେ ନିତ୍ୟಂ ମହାପାତକ ନାଶିନୀ। ଯଦି ଏଇ ପଞ୍ଚକନ୍ୟାଙ୍କ ନାମ ବି ଉଚ୍ଚାରଣ କରିଦଉଛନ୍ତି, ତାହେଲେ ମହାପାତକ ନାଶ ହୁଏ। ତେବେ ବର୍ତ୍ତମାନ ଆମେ ଯେଉଁ ଯୁଗରେ ଅଛନ୍ତି, ସେଇ ଯୁଗରେ ମଧ୍ୟ ବିଭୀଷଣ ଅଛନ୍ତି। ଆମେ ଯଦି କେବେ କେବେ ଅନୁଭବ କରିବା, ବିଭୀଷଣଙ୍କୁ ଅନୁଭବ କରିପାରିବା। ତାଙ୍କୁ ଅନୁଭବ କରିବାର ସର୍ବଶ୍ରେଷ୍ଠ ସ୍ଥାନ ହେଉଛି ଶ୍ରୀମନ୍ଦିର। ଶ୍ରୀମନ୍ଦିରକୁ ଯାଇକି ଆପଣ ବିଭୀଷଣଙ୍କୁ ଫିଲ୍ କରନ୍ତୁ।
ଫିଲ୍ କଲେ ଆପଣ ସିଧା ଡାଇରେକ୍ଟଲି ଯାଇକି ଜଗନ୍ନାଥଙ୍କର ଆପଣଙ୍କର ଶ୍ୟାମଙ୍କର ଅ, ସାନ୍ନିଧ୍ୟ ମଧ୍ୟ ଆମେ ଲାଭ କରିପାରିବା। ତେବେ ମୋଟାମୋଟି ଭାବରେ ଯେକୌଣସି ଚରିତ୍ରଙ୍କ ଭିତରକୁ ଆମେ ଯାଉଛନ୍ତି, ସେହି ଚରିତ୍ର ମାନଙ୍କର ନକାରାତ୍ମକ ଗୁଣ କିଛି ଥିଲା ପରେ ମଧ୍ୟ ତାଙ୍କର ସକାରାତ୍ମକ ଗୁଣ ଇତି ଊର୍ଦ୍ଧ୍ୱଗାମୀ, ଇତି ଉନ୍ନତ ଚେତନାର ଅଧିକାରିଣୀ ସେମାନେ, ଯୋଉଥିପାଇଁ ସେମାନଙ୍କୁ ଇତିହାସ ମନେ ରଖୁଛି। ଅତଏବ ଆମେମାନେ ମଧ୍ୟ ଏଇ ଚରିତ୍ର ମାନଙ୍କ ପାଖରୁ ଯାହା ଶିଖୁଛନ୍ତି, ଆମ ପରିବାର ବର୍ଗର ବି ପୁଅ ହଉ, ଝିଅ ହଉ, ଭାଇ ହଉ, ବାପା ହଉ, ମା ହୁଅନ୍ତୁ, କେହି ବି କୌଣସି ବିପଥଗାମୀ ରାସ୍ତାରେ ଯଦି ଯାଉଛନ୍ତି ତାଙ୍କୁ ପ୍ରତିରୋଧ କରିବାର ସାହସୀ ମୋରାଲ କରେଜ ଯଦି ଆମେ ନେଇ ପାରୁଛନ୍ତି, ତାହେଲେ ଆମେ ଭଗବାନଙ୍କ ମାନେ ନିକଟବର୍ତ୍ତୀ ହେଇପାରିବା। ଏହା ହିଁ ଆଜି ଦିବ୍ୟ ସଂଯୋଗର ବାର୍ତ୍ତା। ସମସ୍ତଙ୍କୁ ନମସ୍କାର। ଏଇଠି ଆମର ଦିବ୍ୟ ସଂଯୋଗର ବାର୍ତ୍ତାକୁ ମୁଁ ସମାପ୍ତ କରୁଛି।